हेलो पिलामाने ମୁଁ ମୋର ଏଇ ଓଡ଼ିଆ ମିଡ଼ିୟମ୍ କ୍ଲାसेस ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ପିଲାମାନେ ଆଜିର ବିଷୟ ହେଉଛି ଉଦ୍ଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ। ଏଇଟା ହେଉଛି ଷଷ୍ଠ ଶ୍ରେଣୀର ବିଜ୍ଞାନ ନବମ ଅଧ୍ୟାୟର। ଓକେ, ତ ପିଲାମାନେ ଏଇ ଯେଉଁ କ୍ଲାସ୍ ଷ୍ଟାର୍ଟ କରିବା ପୂର୍ବରୁ ସମସ୍ତେ ତା ପୂର୍ବରୁ ଲାଇକ୍ ଏବଂ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବା ଦ୍ୱାରା ମୋର ଏଇ ନୂଆ ନୂଆ ଭିଡ଼ିଓ ଆପଣ ହିଁ ସର୍ବପ୍ରଥମେ ପାଇପାରିବେ। ତ ପିଲାମାନେ ଚାଲନ୍ତୁ ଆଉ ଡେରି କରିବାନି, କ୍ଲାସ୍ଟାକୁ ଷ୍ଟାର୍ଟ କରିଦେବା। ଓକେ, ଦେଖନ୍ତୁ ଉଦ୍ଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ। ତାମାନେ କ'ଣ ନା ଉଦ୍ଭିଦର ବିଭିନ୍ନ ଅଂଶ ଅଛି, ଯେମିତିକି ଫୁଲ, ଫଳ, କାଣ୍ଡ, ଚେର, ହଁ ନା ନୁହଁ, ସେମିତି ପତ୍ର, ଏସବୁ ଗୋଟେ ଗୋଟେ ଅଙ୍ଗ ଅଛି। ଆମକୁ ମଣିଷକୁ ଯେମିତି କ'ଣ ହାତ, ଗୋଡ଼, ଆଖି, କାନ, ନାକ, ଯାହା ସବୁ କ'ଣ ଗୋଟିଏ ଗୋଟିଏ ଅଙ୍ଗ ଅଛି ମଣିଷର, ହଁ ନା ନୁହଁ। ତ ଉଦ୍ଭିଦର ମଧ୍ୟ ସେମିତି କ'ଣ ଗୋଟେ ଗୋଟେ ଅଂଶ ଅଛି, ସେମାନଙ୍କର ସେ ଗୋଟେ ଗୋଟେ କ'ଣ କାର୍ଯ୍ୟ ବିଷୟରେ ଦେଖିବା। ଓକେ, ତ ଚାଲନ୍ତୁ ପିଲେ ନା ଜୀବ ବଞ୍ଚିବା ପାଇଁ ଖାଦ୍ୟ, ଜଳ, ବାୟୁ ଇତ୍ୟାଦି ଅନେକ ପଦାର୍ଥ ଆବଶ୍ୟକ କରିଥାଏ। ତ କ'ଣ ନା ଗୋଟେ ଜୀବ ବଞ୍ଚିବା ପାଇଁ କ'ଣ ନା ଖାଦ୍ୟ, ଜଳ ଏବଂ ବାୟୁ ଏସବୁ କ'ଣ ନା ଅନେକ ପଦାର୍ଥ ଦରକାର ହୋଇଥାଏ। କାହାର ପାଇଁ ନା ସେଇ ଜୀବ ବଞ୍ଚିବା ପାଇଁ। ଓକେ, ନେକ୍ସଟ କ'ଣ ପିଲେ ଦେଖିବା ନା ଖାଦ୍ୟ ପ୍ରସ୍ତୁତି, ଜଳ ଶୋଷଣ, ଶ୍ୱାସକ୍ରିୟା, ରେଚନ ଓ ପ୍ରଜନନ ଆଦି କାର୍ଯ୍ୟ ଜୀବ ଶରୀରରେ ହୋଇଥାଏ। ଆଚ୍ଛା, ଦେଖନ୍ତୁ ନା ଖାଦ୍ୟ ପ୍ରସ୍ତୁତି କରିବା, ଜଳକୁ ଶୋଷଣ କରିବା, ଶ୍ୱାସକ୍ରିୟା କରିବା ଏବଂ ରେଚନ କରିବା, ପ୍ରଜନନ ମାନେ ଜନ୍ମ। ଓକେ, ଏସବୁ କରିବା ପାଇଁ କ'ଣ ନା ଜୀବର ଏସବୁ କେଉଁଠି ନା ଏସବୁ କାର୍ଯ୍ୟ କେଉଁଠି ହୋଇଥାଏ ନା ଜୀବ ଶରୀରରେ ହୋଇଥାଏ। ଓକେ, ଏହିସବୁ କାର୍ଯ୍ୟ ନିମନ୍ତେ ଦେହରେ ବିଭିନ୍ନ ଅଂଶ ରହିଛି। ଏଇଟା କ'ଣ ଗୋଟିଏ ଅଂଶ ମାନେ ଗୋଟିଏ ଅଂଶ କରୁଛି, ଯେମିତି ଖାଦ୍ୟ ପ୍ରସ୍ତୁତି କରିବା, ଜଳ ଶୋଷଣ କରିବା, ରେଚନ, ପ୍ରଜନନ ଏସବୁ କରିବା କ'ଣ ଗୋଟିଏ ଅଂଶ ଅଛି ନା। ଏସବୁ କାମ ପାଇଁ କ'ଣ ଏ କାର୍ଯ୍ୟ ନିମନ୍ତେ କ'ଣ ନା ଜୀବମାନଙ୍କ ଶରୀରରେ ଭିନ୍ନ ଭିନ୍ନ ଅଂଶ ରହିଛି, ଭିନ୍ନ ଭିନ୍ନ ପାର୍ଟ ଅଛି। ସେମାନେ ଯାହା ଗୋଟେ ଗୋଟେ କାମ ସେମାନେ ତାଙ୍କ କାର୍ଯ୍ୟ ସେମାନେ କରିଥାନ୍ତି। ଓକେ, ଦେଖିବା ଏହି ଅଂଶ ଗୁଡ଼ିକ ଦ୍ୱାରା ଜୀବ କେତେକ କାର୍ଯ୍ୟ କରିଥାଏ। ଏଇ ଯେଉଁ ଅଂଶ ଦ୍ୱାରା କ'ଣ ନା ଜୀବ ତାର କାର୍ଯ୍ୟକୁ କରିଥାଏ। ଓକେ, ତ ସମସ୍ତ ଅଂଶର କାର୍ଯ୍ୟ ଦ୍ୱାରା ହିଁ ଶରୀର ବଞ୍ଚି ରହେ। ଏସବୁ କାର୍ଯ୍ୟ ହେବା ଦ୍ୱାରା ହିଁ କ'ଣ ନା ମଣିଷ ତାର ବଞ୍ଚିକି ରହିଥାଏ, ମଣିଷମାନେ। ଓକେ, ବୁଝିପାରିଲେ, ମଣିଷମାନେ ବଞ୍ଚନ୍ତି ଏବଂ ପ୍ରାଣୀ ଜୀବ ସବୁ ଏମିତି ସମସ୍ତଙ୍କର ଏମିତି ଗୋଟେ ଗୋଟେ ଏମିତି ଅଙ୍ଗ ଅଛି, ଅଲଗା ଅଲଗା ପାର୍ଟ ପାର୍ଟରେ। ଓକେ, ଦେଖିବା ନେକ୍ସଟ ଦେଖିବା ଏବେ ଗୋଟେ ଗୋଟେ ପଢ଼ିକି ଯିବା ପିଲେ। ଓକେ, ନା କ'ଣ ନା ଉଦ୍ଭିଦର ବିଭିନ୍ନ ଅଂଶ। ଓକେ, ପ୍ରଥମେ ଦେଖିବା କ'ଣ ନା ଉଦ୍ଭିଦର ବିଭିନ୍ନ ଅଂଶ। ଦେଖନ୍ତୁ କ'ଣ କ'ଣ ଅଛି ଦେଖିବା, ଟିକେ ଦେଖନ୍ତୁ ପିଲେ, ଏଠି ଦେଖନ୍ତୁ, ଦେଖୁଛନ୍ତି ଏଠି ଦେଖନ୍ତୁ, ଏଇଟା ଉଦ୍ଭିଦ ଗୋଟେ, ହଁ ନା ନୁହଁ। ଦେଖନ୍ତୁ ତାର କାଣ୍ଡ ଏଇଟା, ଓକେ, ତା ଫଳ ଏଇଟା, ପତ୍ର ଏଠି, ଫୁଲ ଅଛି, ଓକେ, ମୂଳ ଗୋଟେ ଗୋଟେ ଅଙ୍ଗ ଅଛି ନା ଏଠି। ତ ଆଙ୍କ ବିଷୟରେ ଗୋଟେ ଗୋଟେ ପଢ଼ି ଯିବା ପିଲେ। ଓକେ, ଦେଖିବା ତୁମ ବିଦ୍ୟାଳୟ ବଗିଚାରେ ଥିବା ଗୋଟିଏ ଛୋଟିଆ ଅଦରକାରୀ ଗଛକୁ ଯେମିତିକି ବଣ ଚାକୁଣ୍ଡା ଉପାଡ଼ି ଆଣ। ଉପାଡ଼ିଲା ବେଳେ ତାର ମୂଳ ଯେପରିକି ଛିଡ଼ି ନଯାଏ ତାହା ଦେଖିବ। ଓକେ, ନା କ'ଣ ବୁଝିଲେ ପିଲେ ଏଠି ନା ଆପଣଙ୍କ ବିଦ୍ୟାଳୟ ବଗିଚାରେ ନହେଲେ କେଉଁଠି ମଧ୍ୟ ଅଛି ମାନେ ଗୋଟେ ଛୋଟିଆ ଅଦରକାରୀ ଗଛ, ଯେଉଁଟାକି ଅଦାରିଲ ଗଛ, ସେଇଟା କ'ଣ ନା ବଣ ଚାକୁଣ୍ଡା। ଓକେ, ଯେମିତିକି ବଣ
ଚାକୁଣ୍ଡା ଆକୁ କ'ଣ କରିବେ ନା ଉପାଡ଼ିକି ଆଣିବେ, ମାନେ ତାକୁ ଉପାଡ଼ି ଦେବେ, ତାକୁ ଉପାଡ଼ିବେ ଯେମିତିକି ତାର ଚେର ଯେମିତିକି ଛିଣ୍ଡି ନଯାଏ ତାହା ଦେଖିକି କ'ଣ ତାକୁ ଉପାଡ଼ି ଦେବେ। ଓକେ, ଏବେ ସେଇ ବଣ ଚାକୁଣ୍ଡା ଉପାଡ଼ି ଆଣିଲା ବେଳେ କ'ଣ କରିବେ ନା ଗଛଟିକୁ ଲକ୍ଷ୍ୟ କରି ତାର ବିଭିନ୍ନ ଅଂଶ ଗୁଡ଼ିକର ଗୋଟିଏ ଚିତ୍ର ଅଙ୍କନ କର ଓ ଏହାର ବିଭିନ୍ନ ଅଂଶର ନାମ ଲେଖ। ଆଚ୍ଛା, ଦେଖନ୍ତୁ କ'ଣ ଏଇ ଲାଇନ୍ରେ କ'ଣ କୁହାଗଲା ନା ବଣ ଚାକୁଣ୍ଡା ଆଣିଲେ, ତାପରେ ଦେଖିବେ ସେ ଗଛଟାକୁ ଲକ୍ଷ୍ୟ କରିବେ, ତାର ବିଭିନ୍ନ ଅଂଶକୁ ଲକ୍ଷ୍ୟ କରିବେ। ଓକେ, ଏବଂ ତାର ଗୋଟେ ଚିତ୍ର ଅଙ୍କନ କରିବେ। ଓକେ, ଚିତ୍ର ଅଙ୍କନ କରି ସାରିଲା ପରେ ବିଭିନ୍ନ ଅଂଶର ନାମ ଲେଖିବେ, ଯେମିତିକି ଏଇ ଯେଉଁ ଦେଖନ୍ତୁ ଏଇଠି ଦିଆହେଇଛି ନା ଗୋଟେ ଦେଖେଇଲି ପୂର୍ବରୁ ମଧ୍ୟ ଏଇଟା ଯେମିତି ଅଛି ସେମିତି ଆପଣ ଗୋଟେ ଚିତ୍ର କରିକି ଲେଖିବେ। ଓକେ, ତାର ବିଭିନ୍ନ ଅଂଶ ଗୁଡ଼ାକ ଲେଖିବେ। ନେକ୍ସଟ ଯିବା, ଦେଖନ୍ତୁ ଉଦ୍ଭିଦ ଓ ଅଙ୍ଗର ଗଠନ ଓ ସେମାନଙ୍କ କାର୍ଯ୍ୟ ମଧ୍ୟରେ ଉତ୍ତମ ସମ୍ବନ୍ଧ ରହିଛି। କ'ଣ ବୁଝିଲେ ନା ଉଦ୍ଭିଦ ଅଙ୍ଗର ଗଠନ, ଯେ ଉଦ୍ଭିଦର ଗୋଟେ ଗୋଟେ ଅଙ୍ଗ ଅଛି। ଓକେ, ଏମାନଙ୍କର ଗଠନ ଓ ସେମାନଙ୍କ କାର୍ଯ୍ୟ ମଧ୍ୟରେ କ'ଣ ନା ଉତ୍ତମ ସମ୍ବନ୍ଧ ରହିଛି। ଓକେ, ଗଠନ ପାଇଁ ଏବଂ କାର୍ଯ୍ୟରେ ମଧ୍ୟ। ଦେଖନ୍ତୁ ଆସ ବର୍ତ୍ତମାନ ଉଦ୍ଭିଦର ବିଭିନ୍ନ ଅଙ୍ଗର ଗଠନ କାର୍ଯ୍ୟ ବିଷୟରେ ପଢ଼ି ଯିବା। ଓକେ, ନେକ୍ସଟ ଯିବା ପିଲେ, ପ୍ରଥମ ଅଙ୍ଗ କ'ଣ ଦିଆହେଇଛି ଦେଖନ୍ତୁ ମୂଳ। କ'ଣ ଦିଆହେଇଛି ନା ମୂଳ। ଓକେ, ମୂଳରୁ ଷ୍ଟାର୍ଟ କରିବା। ଉଦ୍ଭିଦର ଯେଉଁ ଅଂଶ ଗଜାର ଭ୍ରୂଣ ମୂଳରୁ ବାହାରି ମାଟି ଭିତରକୁ ଥାଏ ତାହାକୁ ମୂଳ କୁହାଯାଏ। ଆଚ୍ଛା, ଦେଖନ୍ତୁ ଆମେ ମୂଳ କାହାକୁ କହିବା? ଆଚ୍ଛା, ଆପଣ ଦେଖିଥିବେ ଗୋଟେ କୌଣସି ମଞ୍ଜିରୁ କ'ଣ ଗଜା ବାହାରିଥାଏ, ହଁ ନା ନୁହଁ? ଆଚ୍ଛା, ଦେଖନ୍ତୁ ଉଦ୍ଭିଦର ଯେଉଁ ଅଂଶଟା ଗଜାର ଭ୍ରୂଣ ମୂଳରୁ, ମାନେ ଭ୍ରୂଣ ଯେମିତିକି ମଞ୍ଜିରୁ କ'ଣ ବାହାରିଥାଏ ନା, ସେମିତି ମୂଳରୁ ଯଦି ବାହାରି ମାଟି ଭିତରେ ଥାଏ ତାକୁ ମୂଳ କୁହାଯାଏ। ଓକେ, ଦେଖନ୍ତୁ ଦେଖେଇଦେବା, ଏଇଟା ହେଉଛି ମୂଳ, ହଁ ନା ନୁହଁ? ଓକେ, ଏଇଠି ମୂଳ ଏଇଠି ମଧ୍ୟ ଅଛି ଆଉ। ଓକେ, ନେକ୍ସଟ ଯିବା ପିଲା, ଦେଖନ୍ତୁ ଏବେ ଦେଖିବା କ'ଣ ଅଛି। ଏହା ଆଲୋକର ବିପରୀତ ଦିଗରେ, ଓକେ, ଯେଉଁମାନେ ମାଧ୍ୟାକର୍ଷଣ ଦିଗରେ ମୃତ୍ତିକା ଆଡ଼କୁ ବଢ଼ିଥାଏ। ଚିତ୍ର ଲକ୍ଷ୍ୟ କର ଏତିକି ଓ ମୂଳର ବିଭିନ୍ନ ଅଂଶ ଗୁଡ଼ିକୁ ଚିହ୍ନାଅ। ଦେଖିବା, ଦେଖନ୍ତୁ ଏଠି ନା କ'ଣ କଲେ ଦେଖନ୍ତୁ ଅଛି ନା, ଏଇଟା କ'ଣ ନା ମୂଳ କୁଆଡ଼େ ବଢ଼ିବ ପିଲେ ନା ମାଟି ତଳ ଆଡ଼କୁ, ନା ମାଟି ତଳକୁ ବଢ଼ିବ, ନା ମାଟି ବାହାରିକି ଉପରକୁ ବଢ଼ିବ, ନା ଇଏ କ'ଣ ନା ତଳ ଆଡ଼େ ଯିବ, ଏମିତି ହଁ ନା ନୁହଁ? ମାଟି ତଳେ, ଏଇଟା ତ ମାଟି ଅଛି, ହଁ ନା ନୁହଁ? ମାଟି ତାର ତଳେ କ'ଣ ଇଆଡ଼େ ଯିବ ଚେରଟା। ଓକେ, ମୂଳଟା ମାଟି ତଳକୁ ଯିବ। ଓକେ, ଦେଖିବା ନେକ୍ସଟ କ'ଣ ଦିଆହେଇଛି। ଏଇଠି କ'ଣ କୁହାଯାଇଛି ନା ଆଲୋକର ବିପରୀତ, ତା ମାନେ କ'ଣ ଏମିତି ଅଛି ପିଲା, ଦେଖନ୍ତୁ ଏଇଟା କ'ଣ, ଏଇଟା ତ ମୂଳ। ଓକେ, ଦେଖନ୍ତୁ ଆଲୋକ ବାଜିବାଠୁ, ହଁ ନା ନୁହଁ? ତ ଏହା ଆଲୋକର ବିପରୀତ ଦିଗରେ, ମାନେ ଆଲୋକ ଏଇଟା ଅଛି। ଓକେ, ତ ବିପରୀତ ଦିଗରେ ମୃତ୍ତିକା ଆଡ଼କୁ କ'ଣ ବଢ଼ିଥାଏ, ସେ କ'ଣ ମୃତ୍ତିକା ତଳେ ଏଇଟା ବଢ଼ି ଚାଲିଛି। ଓକେ, ଚିତ୍ର ଏତିକି। ପ୍ରଧାନ ମୂଳରୁ ଶାଖା ମୂଳ ଓ ସେଥିରୁ ପ୍ରଶାଖା ମୂଳ ବାହାରି ମାଟି ଭିତରକୁ ବଢ଼ିଥାଏ ଏବଂ ଏହା ମାଟିର ବହୁ ତଳକୁ ଯାଇ ମାଟିକୁ ଧରି ରଖେ। ଦେଖନ୍ତୁ ଏଠି ଦେଖନ୍ତୁ, ଦେଖ ପ୍ରଥମେ କ'ଣ କୁହାଯାଇଛି ନା ପ୍ରଧାନ ମୂଳ। ଦେଖନ୍ତୁ ମେନ୍ ମୂଳ ଏଇଟା ନା, ଏମିତି ଥାଉଛି, ଦେଖନ୍ତୁ ଏମିତି ଅଛି ନା, ଏମିତି ଅଛି।
ଓକେ, ମେନ୍ ମୂଳ କେଉଁଟା ହେଉଛି ଏଇଟା ମେନ୍ଟା, ହଁ ନା ନୁହଁ? ତାପରେ ଶାଖା ଯେମିତିକି ଏମିତି ଯାଇଥାଏ ଏମିତି, ଓକେ, ତାର ଶାଖା ବାହାରିଥାଏ, ଗୋଟେ ମୂଳ ଯାଇଛି ଏମିତି, ତାର ଗୋଟେ ଶାଖା ବାହାରିଥାଏ ଏମିତି, ତାକୁ କୁହାଯାଏ ଶାଖା ମୂଳ। ଦେଖନ୍ତୁ ଏଠି ଭଲ ଭାବରେ ଟିକେ ଦେଖି ନିଅନ୍ତୁ। ଓକେ, ଆଉ ମୂଳ ତ୍ରାଣ କାହାକୁ କହିଲେ? ଦେଖନ୍ତୁ ମୂଳ ତ୍ରାଣ ଗୋଟେ ପୁରା ଲମ୍ବା ହେଇକିନା ଯାଇଛି ନା, ଦେଖନ୍ତୁ ଏଠାରୁ ପୁରା ଲମ୍ବା ଯାଇଛି ନା, ୟାକୁ କୁହନ୍ତି କ'ଣ ନା ମୂଳ ତ୍ରାଣ। ତାମାନେ ଏଇଟା କ'ଣ ମୂଳରୁ ସେଇଟା ବାହାରିଛି, ହଁ ନା ନୁହଁ? ଆଉ ଯେଉଁ ଏଇଟା ଯାଇଛି ଦେଖନ୍ତୁ, ଏଇଟା ଗୋଟେ କ'ଣ ତାର ଶାଖା ମୂଳ, ଏଇଟା କ'ଣ ଶାଖା ମୂଳ, ଆଉ ଏଇଟା ହେଉଛି ମେନ୍, ଏଇଟା ହେଉଛି ପ୍ରଧାନ ହେଡ୍। ଓକେ, ହେଡ୍ ରୁଟ୍। ନେକ୍ସଟ ଯିବା, ଦେଖନ୍ତୁ ହଁ ଓକେ, ସେ ମାଟି କ'ଣ କରୁತ್ತೆ ନା ସେ ପ୍ରଧାନ ମୂଳ ଶାଖା ମୂଳ ଏସବୁ କ'ଣ ମାଟିକୁ କ'ଣ ନା ଝାବୁଡ଼ି ଧରିକି ରଖିଥାଏ। ଓକେ, ମାଟିକୁ କ୍ଷୟ ହେବା ପାଇଁ ଦେଇନଥାଏ। ଓକେ, ଦୃଢ଼ ଭାବରେ ଧରିକି ରଖେ, ଫଳରେ ଗଛ ଦୃଢ଼ ହୋଇ ରହେ ଓ ମାଟି ଭିତରେ ଥିବା ଜଳ ସଂଗ୍ରହ କରେ, ଯାହାଫଳରେ କ'ଣ କରୁತ್ತೆ ନା ଏଇଟା ଏହା କ'ଣ ନା ମାଟିକୁ ଜାବୁଡ଼ି ଧରିକି ରଖେ। ଓକେ, ଯାହାଫଳରେ କାହିଁକି ସେ ଜାବୁଡ଼ି ଧରି ଦୃଢ଼ ଭାବରେ ଜାବୁଡ଼ି ଧରି ରଖିଲା, ଯାହାଫଳରେ କ'ଣ ନା ଗଛଟା ଦୃଢ଼ ହୋଇକି ରହିଥାଏ। ଓକେ, ଏବଂ ମାଟି ଭିତରେ କ'ଣ ଏ ଜଳକୁ ସଂଗ୍ରହ କରିବାକୁ ସାହାଯ୍ୟ କରେ, ଜଳ ସଂଗ୍ରହ କରି ସେ କେଉଁଠି ପତ୍ରକୁ ଫୁଟେଇଥାଏ। ଓକେ, ନେକ୍ସଟ ଦେଖିବା ଏ ମୂଳର ବିଭିନ୍ନ ଅଂଶ। ଆଉ କ'ଣ ଅଛି ନା ମୂଳର ବିଭିନ୍ନ ଅଂଶ ଦେଖିବା, ଆର ଗୋଟେ ଗୋଟେ ଅଂଶକୁ ଦେଖିବା କାହାକୁ କ'ଣ କହନ୍ତି। ଓକେ, ମୂଳର ଅଗ୍ରଭାଗରେ ଅତି କ୍ଷୁଦ୍ର ଟୋପି ବୋଲି ଏକ ଅଂଶ ରହିଥାଏ। କେଉଁଠି ରହିଥାଏ? ମଝିରେ, କ'ଣ ନା ମୂଳର ଅଗ୍ରଭାଗରେ, ଅଧା ଭାଗରେ। ଏହା ମୂଳକୁ ମାଟି ସହ ଘଷି ହୋଇ କ୍ଷୟ ହେବାକୁ ରକ୍ଷା କରେ। ଏ ଯେଉଁ କ'ଣ ନା ଆମର ମୂଳର ଅଗ୍ରଭାଗରେ, ଅଗ୍ର ମାନେ ମଝିରେ ହେଲା, ଅତି କ୍ଷୁଦ୍ର ଟୋପି ଭଳି ରହିଥାଏ। ଓକେ, ତାକୁ କ'ଣ କୁହାଯାଏ ନା ସେଇ ମୂଳର କାମ କ'ଣ ନା ସେ ମୂଳ ଯେଉଁ ମାଟିକୁ ସେ ଜାବୁଡ଼ିକି ଧରିଥାଏ, ଯାହାଫଳରେ କ'ଣ ହୋଇଥାଏ ନା ସେ ମାଟିକୁ କ୍ଷୟ ହେବା ପାଇଁ ଦିଏ ନାହିଁ। ଓକେ, ତାହା କ'ଣ କ୍ଷୟ ହେବାରୁ ସେ ରକ୍ଷା କରିଥାଏ, ତାହାକୁ କ'ଣ କୁହାଯାଏ ନା ମୂଳ ତ୍ରାଣ। କ'ଣ ଏଇଟା ଦେଖନ୍ତୁ ଗୋଟେ ଟୋପି ଅଛି ନା, ଏଇଟା କ'ଣ କରିଥାଏ ନା ମାଟିକୁ ସେ ଜାବୁଡ଼ିକି ଧରିଥାଏ। ଓକେ, ଯାହାଫଳରେ କ'ଣ ନା ମାଟିକୁ କ୍ଷୟ ହେବା ପାଇଁ ଦେବ ନାହିଁ। ଓକେ, ନେକ୍ସଟ ଯିବା, ମୂଳ ତ୍ରାଣ ଗଛକୁ କୋଷ ବିଭାଜନ ଓ ତାପରେ ଥିବା ବର୍ଦ୍ଧନଶୀଳ ଅଂଶ ମୂଳର ବୃଦ୍ଧିରେ ସାହାଯ୍ୟ କରେ। କ'ଣ ବୁଝିଲେ ଏଠି? ଏଇ ଯେଉଁ ମୂଳ ତ୍ରାଣ ଅଛି ତାର ପଛକୁ, ଓକେ, ତାର ପଛ କ'ଣ ନା ଯେଉଁ କୋଷ ବିଭାଜନ, ମାନେ ଧୀରେ ଧୀରେ କ'ଣ ବିଭାଜନ ହେଇ ଚାଲିବ, ବଢ଼ି ବଢ଼ି ଚାଲିବ, ମାନେ ତାର କୋଷ ମଧ୍ୟ କ'ଣ ବିଭାଜନ ହେଇ ଚାଲିବ, ହଁ ନା ନୁହଁ? ତାପରେ ଥିବା ବର୍ଦ୍ଧନଶୀଳ ଅଂଶକୁ ମୂଳର ବୃଦ୍ଧିରେ ସାହାଯ୍ୟ କରେ, ମାନେ ସେ ମୂଳର ଧୀରେ ଧୀରେ କ'ଣ ନା ମୂଳ ବଢ଼ି ବଢ଼ି ଚାଲେ। ଛୋଟ ଗଛ ଯେତେବେଳେ ସେ ବଡ଼ ହେଇ ଗଛଟା କ'ଣ ବଢ଼ିବ, ତାପରେ କ'ଣ ମୂଳର ମଧ୍ୟ କ'ଣ ବଢ଼ି ବଢ଼ି ଚାଲିବ, ଏହାର ମଧ୍ୟ ତ କ'ଣ ନା ବଢ଼ିବାରେ ସାହାଯ୍ୟ କରେ। ଓକେ, ଦେଖନ୍ତୁ ନେକ୍ସଟ ଦେଖିବା ପିଲେ, ତା ପଛରେ ଥିବା ମୂଳରୁ ଗୁଡ଼ିଏ ମୂଳଲୋମ ବାହାରିଥାଏ। ଏହି ମୂଳଲୋମ ହିଁ ଜଳ ଶୋଷଣ କରିବାରେ ସାହାଯ୍ୟ କରିଥାଏ। ଦେଖନ୍ତୁ ଛୋଟ ଛୋଟ ଦେଖନ୍ତୁ ଏଠି ଅଛି ନା, ହଁ ନା ନୁହଁ? ଏସବୁ ମୂଳଲୋମ ଅଛି ହେଲା, ଏଇଟା ଗୋଟେ ମୂଳଲୋମ। ଓକେ, ଏଠୁ ଏମିତି ଯାଇଛି, ଏମିତି ସିଆଡ଼ୁ ଆସିଛି, ତ ପାଣି ନେବ, ପାଣି ଏଠୁ ଶୋଷଣ କଲା, ଏଠି ଦେଇଦେଲା, ଏଠୁ ଉପରକୁ ଯାଉଛି। ଓକେ, ବୁଝିପାରିଲେ ଏତିକି? ତ ଏଇ ମୂଳ ବିଷୟରେ ଜାଣିଲେ ଆମେ ମୂଳର କାମ କ'ଣ ଦେଖିବା ଏଥର। ମାନେ ମୂଳ ଆମର କ'ଣ କଲା, ମାଟିକୁ ଜାବୁଡ଼ି ଧରିକି ରଖୁଛି, ଯାହାଫଳରେ ଗଛ ଦୃଢ଼ ଭାବରେ ରହିଛି ଏବଂ ମାଟିକୁ କ୍ଷୟ ହେବାରୁ ରକ୍ଷା କରୁଛି। ଓକେ, ନେକ୍ସଟ ଯିବା ପିଲେ, ଦେଖନ୍ତୁ ମୂଳ ତ୍ରାଣକୁ ଏଠି ଭଲ ଦିଆଯାଇଛି। ଓକେ, ଦେଖନ୍ତୁ ମୂଳ ତ୍ରାଣ, ଏଇ ଯେଉଁ ଟୋପି ବୋଲି ଅଛି
କହୁଥିଲି ନା ଏଇ ଟପିକ୍ ବୋଲି ଦୁସୁଛି ନା ଏଠି ବିନ୍ଦୁଛି ଆକୁ ମୂଳତ୍ରାଣ ବୋଲି କୁହାଯାଏ। ଓକେ, ନେକ୍ସଟ ଯିବା ପିଲେ ପୁଣି ଦିଆହେଇଛି ଦେଖନ୍ତୁ ତୁମ ପାଇଁ କାମ ଟୁ। ଓକେ, ତୁମ ପାଇଁ କାମ ଦେଖିବା ଏଠି ପ୍ରତ୍ୟେକ ଶାଖା ଓ ପ୍ରଶାଖା ମୂଳରେ ମଧ୍ୟ କୋଷ ବିଭାଜନ ଅଂଶ ବର୍ଦ୍ଧନଶୀଳ ମୂଳଲୋମ ମାନେ କ'ଣ ଅଂଶ ରହିଥାଏ। ଓକେ, ସବୁଠି ରହିଥାଏ। ଦେଖନ୍ତୁ ନେକ୍ସଟ କ'ଣ ଦିଆଯାଇଛି ପିଲେ, ଏବେ ଦେଖିବା ତୁମ ପାଇଁ କାମ ଟୁ। ଓକେ, ନେକ୍ସଟ ବର ଓ ଓହଳ ବା କିଆ ଗଛର ଚେର ସଂଗ୍ରହ କରି ଆଣ। ଆପଣ କ'ଣ କରିବେ ନା କିଆ ଗଛର ନହେଲେ ବର ଓହଳ ଓକେ ଆଙ୍କର କ'ଣ କରିବ ନା ଚେରକୁ ଆଣିବେ। ସେହିପରି ଭର ଝାଞ୍ଜକୁ ସଂଗ୍ରହ କରି ତାର ମୂଳର ଚିତ୍ର ଅଙ୍କନ କର ଓ ତାହାର ବିଭିନ୍ନ ଅଂଶକୁ ଦର୍ଶାଅ। ସେହିପରି କ'ଣ କରିବେ ନା ଭର ଝାଞ୍ଜକୁ ଆପଣ ଆଣିବେ ଏବଂ ତାର ମୂଳର ଚିତ୍ରକୁ ଆଙ୍କିବେ ଏବଂ ବିଭିନ୍ନ ଅଂଶକୁ ଦର୍ଶାଇବେ। କାହାକୁ କ'ଣ କୁହନ୍ତି? ଓକେ, ମୂଳତ୍ରାଣ ପ୍ରଦାନ ଶାଖା ମୂଳ ଓକେ ଏସବୁ ଚିହ୍ନାଇବେ। ଓକେ, ସେମିତି ଦେଖିବା ସବୁ ପ୍ରକାର ଗଛର ମୂଳ ଗୁଡ଼ିକ ଏକା ପ୍ରକାର କି? ଆଚ୍ଛା, ଏହାର ଗଠନ କାର୍ଯ୍ୟ ଅନୁସାରେ ଏହାକୁ ପ୍ରଧାନ ମୂଳ, ଗୁଚ୍ଛ ମୂଳ ଓ ରୂପାନ୍ତରିତ ମୂଳ କୁହାଯାଏ। କ'ଣ ବୁଝିଲେ ଏଇ ଲାଇନରେ ପିଲେ? ନା ସବୁ ପ୍ରକାର ଗଛର ଯେଉଁ ମୂଳ ଗୁଡ଼ିକ ଅଛି ସମସ୍ତଙ୍କର କ'ଣ ଏକା ପ୍ରକାର କି? ନୁହେଁ, ସମସ୍ତଙ୍କର ଏକା ପ୍ରକାର ନୁହେଁ। ଓକେ, ଏହାର ଗଠନ କାର୍ଯ୍ୟ ଅନୁସାରେ ଏହାକୁ ତାଙ୍କର କ'ଣ ଗଠନ ମାନେ ତିଆରି ଅନୁସାରେ ଏବଂ କାମ ଅନୁସାରେ କ'ଣ ନା ପ୍ରଧାନ ମୂଳ ଏବଂ ଗୁଚ୍ଛ ମୂଳ ଏବଂ ରୂପାନ୍ତରିତ ମୂଳ ବୋଲି କୁହାଯାଏ। ଓକେ, ଦେଖନ୍ତୁ ଏଠି ବର ଗଛ ଦିଆଯାଇଛି। ଓକେ, ଦେଖୁନ ତା ଚେର ଏଠୁ ଏଠି ଦେଖନ୍ତୁ ତା ଚେର ଅଛି। ନେକ୍ସଟ ଯିବା ଦେଖନ୍ତୁ ବିଭିନ୍ନ ପ୍ରକାର ମୂଳ। ଏବେ ଦେଖିବା ବିଭିନ୍ନ ପ୍ରକାର ମୂଳ ବିଷୟ ଦେଖିବା। ତ ଦେଖାଯାଉଥିବା ମୂଳ ପୂର୍ବ ଚିତ୍ରରେ ଦେଖାଯାଇଥିବା ମୂଳ ପରି ଦେଖାଯାଉଛି କି? ମାନେ ଏମିତି କ'ଣ ଦେଖନ୍ତୁ 9.4 ଏଠି ଦେଖନ୍ତୁ ଏଠି ଓକେ ଦେଖନ୍ତୁ ଏଇଟା ତ ଆମେ କ'ଣ ନା ମୂଳ ପୂର୍ବ ଚିତ୍ରରେ ଦେଖିଥିଲେ କି ନାହିଁ ସେମିତି ଦେଖାଯାଉଛି କି ନାହିଁ? କ'ଣ ପାର୍ଥକ୍ୟ ଦେଖୁଛ ଏଠିରେ ଏବଂ ଏଠିରେ? ପାର୍ଥକ୍ୟ କ'ଣ ପିଲେ? ଏଠିରୁ ଏଇଠି ଓକେ ଏଠିରୁ ଏଠିରୁ ଏବଂ ଏଠିରୁ ପାର୍ଥକ୍ୟ କ'ଣ ଦେଖୁଛୁ ଏଠିରୁ? ଓକେ, ଦେଖିବା ଏଥର କ'ଣ ଦିଆଯାଇଛି। କ'ଣ ପାର୍ଥକ୍ୟ? ତ ବରଗଛର ହଳ ବାହାରି ମାଟି ଭିତରକୁ ଯାଇଥାଏ। ଅନାନୁ ଦେଖନ୍ତୁ ବରଗଛର ହଳ କେମିତି ଅଛି ମାଟି ଭିତରକୁ ଯାଇଛି ଦେଖନ୍ତୁ ଅନାନୁ ଏଇଠୁ ଅଛି ତଳେ ମିଶା ପଶୁଛି। ଓକେ, ଏହା ବରଗଛକୁ ସଳକ ଭାବରେ ରଖିଥାଏ। ଏହାକୁ ସ୍ତମ୍ଭ ମୂଳ କହନ୍ତି। ଏ ଯେଉଁ ଦେଖନ୍ତୁ ଉପରୁ ଆସିକି ତଳେ ମାଟି ତଳେ ଲାଗୁଛି ଏହା କ'ଣ ନା ସ୍ତମ୍ଭ ମୂଳ କହନ୍ତି। ଓକେ, ସଳକ ଭାବରେ ରଖିଥାଏ। ଓକେ, କିଆ ଗଛରୁ ବାହାରୁଥିବା ମୂଳ କିଆ ଗଛକୁ ଠେସି ରଖେ। ଦେଖନ୍ତୁ କିଆ ଗଛର ଯେଉଁ ମୂଳ କିଆ ଗଛକୁ ଠେସିକି ରଖିଛି ଏହା ଠେସ ମୂଳ ବୋଲି କୁହାଯାଏ। ସେଥିପାଇଁ ଠେସିକି ରଖୁଛି ସେଥିପାଇଁ ଠେସ ମୂଳ। ଓକେ, ଏହି ପ୍ରକାର ମୂଳ ଆଉ କେଉଁ କେଉଁ ଉଦ୍ଭିଦରେ ଅଛି ଆଲୋଚନା କରି ଲେଖ। ତ ଆପଣ କ'ଣ କରିବେ ନା ଏମିତି ଆଉ କେଉଁ କେଉଁ ଗଛ ମାନେ ଦେଖୁଛ ସେଇଟା କ'ଣ ନା ଆଲୋଚନା କରି ଲେଖିବେ। ଓକେ, ନେକ୍ସଟ ପିଲେ ଏ ସମସ୍ତ ପ୍ରକାର ମୂଳକୁ
ଆସ୍ଥାନିକ ରୂପାନ୍ତରିତ ମୂଳ କୁହାଯାଏ। ଏସବୁ ଯେତେ ପଢ଼ିଲେ ଆମେ ଏମାନଙ୍କୁ ଏଇ ମୂଳକୁ କ'ଣ କହିବା ନା, ଏଇ ଯେଉଁ ମୂଳ କ'ଣ କହିଲେ ଠେସ ମୂଳ, ସ୍ତମ୍ଭ ମୂଳ ପଢ଼ିଲେ ସେମାନଙ୍କୁ କ'ଣ ଆସ୍ଥାନିକ ରୂପାନ୍ତରିତ ମୂଳ ବୋଲି କୁହାଯାଏ। ସେଇଭଳି ମୂଳ ଓ ମୂଳା ଓ ଗାଜର କ୍ଷେତ୍ରରେ ପ୍ରଧାନ ମୂଳ ରୂପାନ୍ତରିତ ହୋଇ ଭଣ୍ଡାର ମୂଳ ହୋଇଥାଏ। କ'ଣ ନା କେଉଁଠି କହିଲା ନା ମୂଳା ଓ ଗାଜର, ମୂଳା ଓ ଗାଜରକୁ ଦେଖିବା ତାହେଲେ କ'ଣ ନା ପ୍ରଧାନ ମୂଳ ରୂପାନ୍ତରିତ ହୋଇ ଭଣ୍ଡାର ମୂଳ ହୋଇଥାଏ ସେଇଟା। ଓକେ, ଏବେ ଦେଖିବା ବେଲେ ଆମେ ଜାଣିଲେ ଯେ ମୂଳର ଗଠନ କେମିତି ଥିଲା, ହଁ ନା ନୁହଁ? ତାର ଗଠନ କେମିତି ଥିଲା, କ'ଣ କ'ଣ ଥିଲା, ଶାଖା ମୂଳ ଦେଖିଲେ, ପ୍ରଧାନ ମୂଳ ଦେଖିଲେ, ମୂଳ ତ୍ରାଣ ଦେଖିଲେ। ଓକେ, ତାପରେ କ'ଣ ଦେଖିଲେ ବେଲେ ମାନେ ଚେର କ'ଣ ଥିଲା, ତ ଚେରର କାମ କ'ଣ ଥିଲା ନା ମାଟିକୁ ଜାବୁଡ଼ି ଧରି ରଖିଥିଲା, ହଁ ନା ନୁହଁ? ତାପରେ କ'ଣ ଦେଖିଲେ ତ ସମସ୍ତଙ୍କର କ'ଣ ନା ମୂଳ ସମାନ, ମାନେ ମୂଳଟା କ'ଣ ସମାନ ନଥାଏ। ଓକେ, ଏବେ ଦେଖିବା ବେଲେ ମୂଳର କାର୍ଯ୍ୟ କ'ଣ। ଓକେ, ମୂଳର କାର୍ଯ୍ୟ କ'ଣ, କ'ଣ କାମ, ମୂଳର କ'ଣ କାର୍ଯ୍ୟ କ'ଣ କରୁଛି, କାମ କ'ଣ କରୁଛି। ଓକେ, ନେକ୍ସଟ ଦେଖିବା ଆମେ ମୂଳ ବିଷୟରେ ଅନେକ କଥା ଜାଣିଲେ। ଓକେ, ମୂଳ କି କି କାର୍ଯ୍ୟ କରେ କହିପାରିବ କି? ତୁମ ମଧ୍ୟରେ ଆଲୋଚନା କରି ମୂଳ କରୁଥିବା କାର୍ଯ୍ୟ ଗୁଡ଼ିକର ଏକ ତାଲିକା କରିବେ। ଆମେ ତ ପଢ଼ିଲେ କ'ଣ ମୂଳର କାର୍ଯ୍ୟ କ'ଣ, ମୂଳ କ'ଣ କ'ଣ କହୁଛି ସେ ବିଷୟରେ ଆପଣ ଆଲୋଚନା କରି ନିଜେ ମଧ୍ୟ ଲେଖିପାରିବେ। ଦେଖନ୍ତୁ ଏଠି କ ନମ୍ବରରେ କ'ଣ ଦିଆଯାଇଛି। ଓକେ, ଦେଖନ୍ତୁ ମୂଳ ଉଦ୍ଭିଦକୁ ମାଟିରେ ଜାବୁଡ଼ି ଧରି ରଖିଥାଏ। ମୁଁ କହିଥିଲି, ଓକେ, ମୁଁ ଏବେ କହିଥିଲି ନା ମୂଳ କ'ଣ କରିଥାଏ ନା ଉଦ୍ଭିଦକୁ ମାଟିରେ ଜାବୁଡ଼ି ଧରିକି ରଖିଥାଏ। ଓକେ, ତାର କାମ ସେଇଟା। ନେକ୍ସଟ ଯିବା କ'ଣ ଦିଆଯାଇଛି ଦେଖନ୍ତୁ। ନେକ୍ସଟ କ'ଣ ପିଲେ ଦେଖନ୍ତୁ ଖରେ କ'ଣ ଦିଆଯାଇଛି। ଏ ଯେଉଁ ଖରେ ମାଟିରେ ଥିବା ଜଳ ଓ ଖଣିଜ ଲବଣକୁ ଶୋଷଣ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ। ଆଚ୍ଛା, ଆଉ 2 ନମ୍ବର କାମ କ'ଣ କରିଥାଏ ନା ମୂଳଟା କ'ଣ କରିଥାଏ ନା ମାଟିରେ ଥିବା ଯେଉଁ ଜଳ, ମାଟିରେ ଥାଉଛି ଜଳ ଏବଂ ଖଣିଜ ଲବଣ, ଓକେ, ସେସବୁ କ'ଣ କରିଥାଏ ନା ସେ ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇ ଦେଇଥାଏ। ଓକେ, ଏବେ ଦେଖିବା ଘ ରୂପାନ୍ତରିତ ମୂଳ ଗୁଡ଼ିକ ଖାଦ୍ୟ ସଞ୍ଚୟ କରି ରଖିବା ସହ କାଣ୍ଡକୁ ଦୃଢ଼ ଭାବରେ ଧରି ରଖେ। କ'ଣ କୁହାଗଲା ନା ସେ ରୂପାନ୍ତରିତ ମୂଳ ଗୁଡ଼ିକୁ ଖାଦ୍ୟକୁ ସଞ୍ଚୟ କରିଦେଉଛି। ଓକେ, ସଞ୍ଚୟ କରି ସାରିଲା ସେ କ'ଣ କରୁଛି ନା କାଣ୍ଡକୁ ଦୃଢ଼ ଭାବରେ ମଧ୍ୟ ଧରିକି ରଖୁଛି। ବାସ୍ ପିଲେ ମୂଳର କାର୍ଯ୍ୟ ଏତିକି, ଆପଣ 3ଟା ପଏଣ୍ଟ ମନେ ରଖିଲେ। ଓକେ, ପ୍ରଥମେ କ'ଣ ମାଟିକୁ ଜାବୁଡ଼ି ଧରିକି ରଖିଲା। 2 ନମ୍ବରରେ କ'ଣ ମାଟିରେ ଥିବା ଜଳ ଏବଂ ଖଣିଜ ଲବଣକୁ ଶୋଷଣ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଲା। ଓକେ, 3 ନମ୍ବର କ'ଣ ରୂପାନ୍ତରିତ ମୂଳ ଗୁଡ଼ିକ ଖାଦ୍ୟ ସଞ୍ଚୟ କରି କ'ଣ କଲା କରିବା ସହ କ'ଣ କରୁଛି ନା କାଣ୍ଡକୁ ଦୃଢ଼ ଭାବରେ ରଖୁଛି, ଧରିକି ରଖୁଛି। ଓକେ, କେଉଁ ମୂଳ ଖାଦ୍ୟ ସଞ୍ଚୟ କରିଥାଏ ତାହାର 2ଟି ଉଦାହରଣ ଆଲୋଚନା କରିବା। ଦେଖିବେ ସେମିତି 2ଟା ଉଦାହରଣ ଲେଖିବେ କେଉଁ ମୂଳ ଖାଦ୍ୟ ସଞ୍ଚୟ କରି ରଖିଥାଏ। ଓକେ, ନେକ୍ସଟ ପିଲା ଦେଖିବା କ'ଣ ଅଛି ଦେଖନ୍ତୁ। ବାସ୍ ଦେଖ ଉଦ୍ଭିଦର କାଣ୍ଡ। ଆଚ୍ଛା, ଆମେ କ'ଣ ଗୋଟିଏ ଅଂଶ ପଢ଼ିଲେ କ'ଣ ମୂଳ ବିଷୟରେ, ତାର କାର୍ଯ୍ୟ ପଢ଼ିଲେ, ତାର ଗଠନ ପଢ଼ିଲେ ମୂଳର। ଏବେ ଦେଖିବା କ'ଣ ନା ଉଦ୍ଭିଦର କାଣ୍ଡ ବିଷୟରେ। ଓକେ, ଓକେ, ଉଦ୍ଭିଦର କ'ଣ ଗୋଟିଏ ଉଦ୍ଭିଦର ବିଭିନ୍ନ ଅଂଶ ତାର ଗଜାର ବୃଣ କାଣ୍ଡରୁ ବାହାରି ମାଟି ଉପରେ ବଢ଼ିଥାଏ, ତାହାକୁ କାଣ୍ଡ କୁହାଯାଏ। ଆଚ୍ଛା, କ'ଣ ବୁଝିଲେ ଏଠି? ଆସ ଉଦ୍ଭିଦର କାଣ୍ଡ ବିଷୟରେ ଅଧିକ ଜାଣିବା। ଦେଖନ୍ତୁ ଯେଉଁ ଅଂଶଟା ତାର ଗଜାରୁ ବାହାରିଥାଏ ନା, ଗୋଟେ ଗଜା ଅଛି ମନେକର ମଞ୍ଜିରୁ କ'ଣ ଗଜା ବାହାରିବ, ଗଜା ବାହାରିଲା ଏଠୁ ମନେକର। ଓକେ, ତ ଯେଉଁ ଏଇଟା ଗୋଟେ ଭ୍ରୂଣ, ହଁ ନା, ଏଇ ଯେଉଁ ଭିତରୁ, ହଁ ନା, ଏଇ ଭିତରୁ ଯେଉଁ ବାହାରିଥାଏ ନା ମାଟି ଉପରକୁ, ତାକୁ ଏଇ ସବୁ କ'ଣ କୁହାଯାଏ
କାଣ୍ଡ ବୋଲି କୁହାଯାଏ। ଏଇଟା ମଞ୍ଜି ଭିତରେ କ'ଣ ଭ୍ରୂଣ ଏମିତି ବାହାରିଥାଏ ନା, ତାକୁ ହିଁ କାଣ୍ଡ ବୋଲି କୁହାଯାଏ। ଓକେ, ଦେଖିବା ଏହାର ବିଷୟରେ ଟିକେ ଅଧିକ ଜାଣିବା। ଓକେ, ଚାଲନ୍ତୁ ପିଲେ ଦେଖିବା। ତୁମ ପାଇଁ କାମ 3 ଦିଆଯାଇଛି। ଓକେ, ନେକ୍ସଟ ଦେଖନ୍ତୁ, ବିଦ୍ୟାଳୟ ବଗିଚାକୁ ଯାଇ ସେଠାରେ ଥିବା ଗଛକୁ ଲକ୍ଷ୍ୟ କର। ଓକେ, କାଣ୍ଡର ବିଭିନ୍ନ ଅଂଶ ବିଷୟରେ ଆଲୋଚନା କର। କାଣ୍ଡର ଯେଉଁ ଅଂଶରୁ ପତ୍ର ବାହାରିଥାଏ ତାକୁ ଅଣ୍ଡି କହନ୍ତି। ଆଚ୍ଛା, ଶୁଣନ୍ତୁ ଭଲ ଭାବରେ। ନା ଆପଣ ବିଦ୍ୟାଳୟର କ'ଣ ବଗିଚାକୁ ଯିବେ, ଦେଖିବେ ଗଛକୁ, ସମସ୍ତ ଗଛକୁ ଲକ୍ଷ୍ୟ କରିବେ, ତ ଦେଖିବେ କାଣ୍ଡର ବିଭିନ୍ନ ଅଂଶ ବିଷୟରେ ମଧ୍ୟ ଆପଣ କ'ଣ ସାଙ୍ଗମାନଙ୍କ ସହିତ ଆଲୋଚନା ମଧ୍ୟ କରିବେ। ଦେଖିବେ କାଣ୍ଡର ଯେଉଁ ଅଂଶରୁ ପତ୍ର ବାହାରିଥାଏ ତାହାକୁ ଗଣ୍ଡି ବୋଲି କୁହାଯାଏ। ଓକେ, ଦେଖନ୍ତୁ ଚିତ୍ର ଥିବ ବୋଧେ, ଦେଖନ୍ତୁ ଅଛି ନା, ଦେଖନ୍ତୁ ଗଣ୍ଡି କାହାକୁ କୁହାଯାଏ, ଏଠି ଅଛି ନା, ପତ୍ର କୋଉଠି ଏଠୁ ବାହାରିଛି ନା, ପତ୍ର ଯୋଉଠୁ ବାହାରିଥାଏ ତାକୁ କ'ଣ କୁହାଯାଏ, ଗଣ୍ଡି ବୋଲି କୁହାଯାଏ। ଓକେ, ବାହାରିଛି ଏଠି ଗୋଟେ ଯାଇଛି, ଇଆଡ଼େ ଗୋଟେ ଯାଇଛି ନା ପତ୍ର, ତ ଏଠୁ କ'ଣ ଗଣ୍ଡି ବୋଲି କୁହାଯାଏ। ଓକେ, ନେକ୍ସଟ ଯିବା। ଦେଖନ୍ତୁ, ଦୁଇଟି ଗଣ୍ଡିର ମଧ୍ୟବର୍ତ୍ତୀ ସ୍ଥାନକୁ ପବ ବୋଲି କହନ୍ତି। ଆଚ୍ଛା, ଦେଖନ୍ତୁ ଦୁଇଟି, ଦେଖନ୍ତୁ ଏଇଟା ଗୋଟେ ଗଣ୍ଡି, এইটা ଗୋଟେ ଗଣ୍ଡି, ହଁ ନା ନୁହଁ? ଏଇ ଯେଉଁ କକ୍ଷ କଳିକା ତ ଏଇ, ଓକେ, ଏଠି ତ କ'ଣ ଇଏ ବାହାରିଲା, ଏଇଟା ଗୋଟେ ଗଣ୍ଡି, ଏଇଟା ଗୋଟେ ଗଣ୍ଡି। ଓକେ, ଏଇ ଯେଉଁ ମଧ୍ୟ ଭାଗରେ ଏଇ ମଝିଟା କ'ଣ କୁହାଯାଏ ନା ପବ ବୋଲି କୁହାଯାଏ। ଓକେ, ନେକ୍ସଟ ଯିବା ବେଲେ ଏହା କ'ଣ ଦିଆଯାଇଛି, ଦେଖନ୍ତୁ ଏହା କକ୍ଷ କଲିକା ଅଟେ। ସରି, କ'ଣ କୁହାଗଲା ବେଲେ ଏଠି ଦେଖନ୍ତୁ କୋଉଠି ଗଲା, ହଁ, ତ କାଣ୍ଡର ଯେଉଁ ଅଂଶରୁ ବାହାରିଥାଏ ତାକୁ କ'ଣ ଗଣ୍ଠି କହିଲେ, ଆଉ ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ପବ ବୋଲି କହିଲେ। ଏବଂ ଗଣ୍ଠିର ଯେଉଁଠାରୁ ପତ୍ର ବାହାରିଥାଏ ସେଇଠାରେ କାଣ୍ଡ ଓ ପତ୍ରର ମଧ୍ୟବର୍ତ୍ତୀ ସ୍ଥାନକୁ କକ୍ଷ କହନ୍ତି। କ'ଣ କକ୍ଷ କହନ୍ତି। ଏହି କକ୍ଷରେ କଡ଼ି ବା କଲିକା ଥାଏ, ଏହା କକ୍ଷ କଲିକା ଅଟେ। ଦେଖନ୍ତୁ ଆମର କକ୍ଷ କଲିକା, ଦେଖ ଏଠି ଅଛି। ଓକେ, କକ୍ଷ କଲିକା ନା, ଏଇଟା ହେଉଛି କକ୍ଷ କଲିକା। ଓକେ, ତ ନେକ୍ସଟ ଯିବା ବେଲେ, ନେକ୍ସଟ କ'ଣ ଅଛି ଦେଖିବା। ଦେଖନ୍ତୁ ଏହି କକ୍ଷ କଲିକା ଗୁଡ଼ିକ ଶାଖା, କାଣ୍ଡ ଓ ଫୁଲରେ ପରିଣତ ହୁଅନ୍ତି। ଏହା ହିଁ କ'ଣ, ଦେଖନ୍ତୁ ଶାଖା ହେଇଗଲା ନା ଏଠି, ଓକେ, ଶାଖା ହେଇଯାଉଛି ନା ନାହିଁ, ଦେଖ ଏଇଠି ଶାଖା ହେଉଛି ନା, ଏଠି ଗୋଟେ ଏମିତି ହେଇଗଲା, ହଁ ନା ନୁହଁ, ଏଠି। ଓକେ, କକ୍ଷ କଲିକାରୁ କ'ଣ ବାହାରୁଛନ୍ତି। ଓକେ, ନେକ୍ସଟ ଯିବା ବେଲେ କ'ଣ ଦିଆଯାଇଛି ଦେଖନ୍ତୁ। ଓକେ, ଏବେ ଦେଖିବା ବାଉଁଶ ବିଶଲ୍ୟକରଣୀ, ଚାକୁଣ୍ଡା ଓ ଆଖୁ ଗଛର ଚିତ୍ର ତୁମ ଖାତାରେ ଅଙ୍କନ କରି ତାହାର ପବ, କକ୍ଷ, ଗଣ୍ଡି ଚିହ୍ନାଅ। ସେମିତି ପିଲେ ଏମିତି ଗୋଟେ ଚିତ୍ର ଦେଖିଲେ ବି ଏହାର ଚିତ୍ର ଭଳିଆ। ଓକେ, ତ ଏମିତି ଆପଣ ନେବେ, ଚାକୁଣ୍ଡା ନେବେ, ଆଖୁ ଗଛ ନେବେ ଏବଂ ତାଙ୍କର କ'ଣ ପବ, କକ୍ଷ, ଗଣ୍ଡି ଏସବୁ ଚିହ୍ନେଇବେ। ଓକେ, ତ ବିଭିନ୍ନ ଗଛର ଗଣ୍ଠି, ପବ, କଲିକା ସମ୍ବନ୍ଧରେ ଆଲୋଚନା କର ଏବଂ ତାହା ବୋଲି ନୁହଁ, ଆପଣ ବିଭିନ୍ନ ଗଛର ବିଷୟରେ ସେମିତି ପବ, ଓକେ, ଗଣ୍ଠି ସବୁ ଆପଣ ଆଲୋଚନା କରି ଲେଖିବେ। ଓକେ, ଦେଖନ୍ତୁ ଏବେ ତୁମ ପାଇଁ କ'ଣ, ତୁମ ପାଇଁ 4 ଦିଆଯାଇଛି। କ'ଣ ଦେଖୁଛି ବୋଲି ଏଇଟା କଖାରୁ ଗଛ। କ'ଣ କଖାରୁ ଗଛ ବିଲେ, କଖାରୁ ଖାଇଛ ନା ନାହିଁ? ଦେଖନ୍ତୁ ପିଜୁଳି ବିଲେ, ଦେଖନ୍ତୁ ପିଜୁଳି ଗଛ, ଦେଖ ପିଜୁଳି ଧରିଛି ନା ଏଠି,
ପିଜୁଳି ଅଛି ଦେଖନ୍ତୁ, ପିଜୁଳି ଗଛ। ଓକେ, ପିଜୁଳି ଖାଇଛ ନା ନାହିଁ? ଓକେ, ଦେଖିବା ପିଜୁଳି ଗଛ ବିଷୟରେ ଆଉ କଖାରୁ ଗଛ ବିଷୟରେ କ'ଣ। ଓକେ, ଗୋଟିଏ କଖାରୁ ଗଛ ଓ ପିଜୁଳି ଗଛର କାଣ୍ଡକୁ ଭଲ ଭାବରେ ଲକ୍ଷ୍ୟ କର। ଗଛ ଦୁଇଟିର କାଣ୍ଡ ମଧ୍ୟରେ ଯେଉଁ ପାର୍ଥକ୍ୟ ଦେଖୁଛ ଲେଖ। ଆଚ୍ଛା, ଏବେ ଦେଖିବେ କଖାରୁ ଗଛ ଓ ପିଜୁଳି ଗଛର କାଣ୍ଡକୁ ଭଲ ଭାବରେ ଦେଖିବେ। ଆପଣ କ'ଣ ଦେଖୁଛନ୍ତି ବୋଲେ ଆପଣ ତ ଦେଖିଥିବେ ଏ ଦୁଇ ଜଣଙ୍କ ମଧ୍ୟରେ ପାର୍ଥକ୍ୟ କ'ଣ, ଡିଫରେନ୍ସଟା କ'ଣ ଅଛି ବୋଲେ। ଓକେ, ଦେଖିବେ କଖାରୁ ଗଛ କ'ଣ ଅନ୍ୟର ହାତରେ ପଡ଼ୁଥିବ, କିନ୍ତୁ ପିଜୁଳି ଗଛଟା ମାନେ କ'ଣ ନିଜେ ଠିଆ ହେଇକି ରହିବ। ଦେଖନ୍ତୁ, ଦେଖିବା କ'ଣ ଲେଖା ଅଛି ହଁ ନା ନ। ଦେଖନ୍ତୁ, କଖାରୁ କାଣ୍ଡଟି ଅନ୍ୟର ଆଶ୍ରାରେ ବଢ଼ିଲା ବେଳେ ପିଜୁଳି କାଣ୍ଡଟି ସିଧା ହୋଇ ବିନା ଆଶ୍ରାରେ ପଡ଼ିପାରୁଛି। ଓକେ, ଦେଖନ୍ତୁ କଖାରୁ କାଣ୍ଡଟି କେମିତି ବଢ଼ିବ, ତ ସେ କ'ଣ ନା କ'ଣ ମାନେ ଯେକୌଣସି ଆମେ ଏଠି କ'ଣ ଆମେ ଗୋଟେ କିଛି ନହେଲେ କିଛି ଗୋଟେ ଦେଲେ କ'ଣ ହେଉଛି ନା ସେଇ ଦେଇକି ବଢ଼ୁଛି। ଅନ୍ୟର ଗୋଟେ ଆଶ୍ରାରେ ସପୋର୍ଟ ଗୋଟେ ଦେବାର ଅଛି ପିଲେ, ତେବେ ଯାଇ ସେ ବଢ଼ିଥାଏ ହଁ ନା ନୁହଁ, ଠିଆ ହେଇ ମଧ୍ୟ ସେ ଉପରକୁ ବଢ଼ିଥାଏ ହଁ ନା ନୁହଁ। କିନ୍ତୁ ପିଜୁଳି ଗଛ କାଣ୍ଡଟି ସିଧା ହୋଇକି ବିନା ଆଶ୍ରାରେ କୌଣସି କ'ଣ ତାକୁ ସପୋର୍ଟ ଦରକାର ନାହିଁ, ସେ ନିଜେ ହିଁ ବଢ଼ିଥାଏ ସିଧା ହେଇକି ହଁ ନା ନୁହଁ। ଏବେ ଦେଖିବା ଗଠନ ଦୃଷ୍ଟିରୁ କାଣ୍ଡ ଗୁଡ଼ିକ ଦୁଇ ପ୍ରକାରର ଅଟନ୍ତି। ଆମେ ଏମିତି ଗଠନ ଦୃଷ୍ଟିରୁ ଦେଖିବା କାଣ୍ଡଟା ଦୁଇ ପ୍ରକାରର। ଦେଖନ୍ତୁ ଖରେ କ'ଣ ଦିଆଯାଇଛି, ସବଳ କାଣ୍ଡ। କ'ଣ ସବଳ କାଣ୍ଡ ମାନେ କ'ଣ ବୋଲେ ଯେଉଁମାନଙ୍କର କାଣ୍ଡ ବି ସବଳ ମାନେ ଅନ୍ୟର ଆଶ୍ରା ନ ନେଇକି ବଢ଼ିଥାନ୍ତି ସେମାନଙ୍କୁ ସବଳ କାଣ୍ଡ କୁହନ୍ତି। ଆଉ ଦୁର୍ବଳ କାଣ୍ଡ କାହାକୁ କୁହନ୍ତି, ଯେଉଁମାନେ କି ଅନ୍ୟର ଆଶ୍ରାରେ ଅନ୍ୟ ଗୋଟେ ସପୋର୍ଟ ଦ୍ୱାରା ତାଙ୍କ କ'ଣ ବଢ଼ିଥାନ୍ତି। ଓକେ, ଦେଖିବା ଉଦାହରଣ ସବଳ କାଣ୍ଡର ଉଦାହରଣ କ'ଣ, ଆମ୍ବ, ପଣସ, ପିଜୁଳି, ବାଉଁଶ, ବାଇଗଣ ଏସବୁ କ'ଣ ନା ସବଳ କାଣ୍ଡ। ଓକେ, ନେକ୍ସଟ ଦେଖିବା ପିଲେ ଏଇଟା ଏକ୍ଜାମ୍ରେ ଆସିବ ପିଲେ, କାହିଁକିନା ସବଳ କାଣ୍ଡର ଏକ ଉଦାହରଣ ଇଏ ସବୁ ନିର୍ମୁକ୍ତ ମଧ୍ୟ କେଉଁଠି ସବଳ କାଣ୍ଡ ନୁହେଁ, ନହେଲେ ସବଳ କାଣ୍ଡ କେଉଁଟା। ଓକେ, ସେମିତି ଦେଇଥାଏ। ଦେଖନ୍ତୁ କଖାରୁ କାଣ୍ଡ ସରି ଦୁର୍ବଳ କାଣ୍ଡ କ'ଣ କ'ଣ ଉଦାହରଣ ଦେଖନ୍ତୁ, କଖାରୁ, ପୋଇ, କଲରା ଇତ୍ୟାଦି ଦୁର୍ବଳ କାଣ୍ଡର ଉଦାହରଣ। ଓକେ, ମୂଳ ଭଳି କାଣ୍ଡର ମଧ୍ୟ ରୂପାନ୍ତର ଘଟିଥାଏ, ଯେମିତିକି ଅଦା, ଆଳୁ, ପିଆଜ ଓ ଅଲୁଅ ଇତ୍ୟାଦି ଗୋଟିଏ ଗୋଟିଏ ରୂପାନ୍ତରିତ କାଣ୍ଡ। ଏଇଟା ମଧ୍ୟ ମନେ ରଖନ୍ତୁ ବୋଲି ନା ମୂଳ ବୋଲି କ'ଣ ନା କାଣ୍ଡର ମଧ୍ୟ ରୂପାନ୍ତରିତ ଘଟିଥାଏ। କେମିତି ଅଦା, ଆଳୁ, ପିଜୁଳି ଏମାନଙ୍କୁ କ'ଣ ନା ଗୋଟେ ଗୋଟେ ରୂପାନ୍ତରିତ କାଣ୍ଡ। ଆଚ୍ଛା, ଏକ୍ଜାମ୍ରେ ପଡ଼ିବ କେଉଁମାନଙ୍କର ରୂପାନ୍ତରିତ କାଣ୍ଡ ରହିଥାଏ, ପଚାରିଲେ କ'ଣ ଲେଖିବେ ନା ଏସବୁ ଅଦା, ଆଳୁ, ପିଆଜ ଓ ଅଲୁଅ। ଓକେ, ନେକ୍ସଟ ଯିବା ବୋଲି କ'ଣ ଅଛି ଦେଖନ୍ତୁ, ଦେଖନ୍ତୁ ଏଇଠି ଦେଖୁଛନ୍ତି ନା ଅଦା, ଆଳୁ, ପିଆଜ, ଆଲୁଅ। ଓକେ, ଦେଖୁଛନ୍ତି, ଦେଖ ଏଗୁଡ଼ିକ ରୂପାନ୍ତରିତ ହୋଇ ମାଟି ତଳେ ରହିଥାନ୍ତି। ସପ୍ତପେଣୀ, ନାଗପେଣୀ କାଣ୍ଡ ମଧ୍ୟ ଏହି ଶ୍ରେଣୀର। ଓକେ, ଦେଖନ୍ତୁ ଏମାନେ କ'ଣ ନା କ'ଣ ମାଟିରେ ରହିଥାନ୍ତି ନା ଆଙ୍କେମାନେ ହଁ ନା ନୁହଁ, ମାଟି ତଳେ ରହିଥାନ୍ତି ଆଙ୍କେ। ଆଉ କ'ଣ ଆଙ୍କ ପରି କିଏ ସପ୍ତପେଣୀ ନାଗପେଣୀ ମଧ୍ୟ ଆଙ୍କର ଶ୍ରେଣୀର ଅଟନ୍ତି। ଓକେ, ନେକ୍ସଟ ଯିବା କଖାରୁ ଗଛର ଆକର୍ଷଟି ମଧ୍ୟ ଗୋଟିଏ ରୂପାନ୍ତରିତ ଶାଖା ଖଣ୍ଡ। ଆକର୍ଷ ବୋଲି କ'ଣ ଏମିତି ଦେଖୁ ବାହାରିଥାଏ ଏମିତି। ଓକେ, ଯେଉଁଟାକି ସପୋର୍ଟ କରି ରହିଥାଏ। ଓକେ, ଏମିତି ଥାଏ ଦେଖନ୍ତୁ ଏଠି ଅଛି ନା କଖାରୁ ଗଛ ଏମିତି ରହିଥାଏ ନା, ଏଇଟା କ'ଣ ବଢ଼ିବା ପାଇଁ ସାହାଯ୍ୟ କରିଥାଏ। ଓକେ, ଲକ୍ଷ୍ୟ କଲେ ଦେଖିବ ଏହା ପତ୍ର ପକ୍ଷରୁ ବାହାରିଥାଏ। କେଉଁଠି ଦେଖନ୍ତୁ ଏଇଟା ଏଇଠି ମଧ୍ୟ ବାହାରିଛି ଦେଖନ୍ତୁ ପତ୍ର। ଓକେ, ଏଇଠି ମଧ୍ୟ। ଓକେ, ତ ପତ୍ର ପକ୍ଷରୁ ବାହାରିଥାଏ, ଯେମିତିକି କାହାର ଏମିତି ମାନେ କଖାରୁ ବୋଲି ନାହିଁ, ଆଉ ବହୁତ ଅଛନ୍ତି ଯେମିତି କଲରା, ଜହ୍ନି, ଲାଉ ଆଦିର ଗଛର ଏପରି ରୂପାନ୍ତରିତ ଶାଖା କାଣ୍ଡମାନ ଥାଏ।
ଓକେ। ଏହା ଗଛକୁ ଉପରକୁ ମାଡ଼ିବାରେ ସାହାଯ୍ୟ କରେ। କ'ଣ ନା ଏ ଯେଉଁ କହିଲି ଏଇଟା ଏ ରୂପ ଓକେ, ଏସବୁ କ'ଣ କରିବା ପାଇଁ ସାହାଯ୍ୟ କରେ ନା ଗଛକୁ ବଢ଼ିବା ପାଇଁ, ଓକେ, ଗଛକୁ ବଢ଼ିବା ପାଇଁ ସାହାଯ୍ୟ କରିଥାଏ। ବୁଝିପାରିଲେ? ନେକ୍ସଟ ଯିବା ବେଲେ କ'ଣ ଦିଆଯାଇଛି ଦେଖନ୍ତୁ, କାଣ୍ଡର କାର୍ଯ୍ୟ। ଆଚ୍ଛା, ଆମେ କ'ଣ ଜାଣିଲେ କାଣ୍ଡ ବିଷୟରେ ଜାଣିଲେ। କାଣ୍ଡ କେମିତି ଥାଏ, ଦୁଇ ପ୍ରକାର ଥାଏ, ଓକେ ନାହିଁ, ସବଳ କାଣ୍ଡ, ଦୁର୍ବଳ କାଣ୍ଡ, ତାର ଉଦାହରଣ ଜାଣିଲେ। ଓକେ, ସବଳ କାଣ୍ଡର ଆମ୍ବ, ପଣସ, ପିଜୁଳି, ବାଉଁଶ, ବାଇଗଣ ଏସବୁ ଜାଣିଲେ। ସେମିତି ଦୁର୍ବଳ କାଣ୍ଡର କ'ଣ କଖାରୁ, ପୋଇ, କଲରା ଇତ୍ୟାଦି କ'ଣ ନା ଦୁର୍ବଳ କାଣ୍ଡ। ଆଉ କ'ଣ ନା ରୂପାନ୍ତରିତ କାଣ୍ଡ ବିଷୟରେ ମିଶି ଜାଣିଲେ, ଅଦା, ଆଳୁ, ପିଆଜ, ଓକେ, ତାପରେ ଅଳୁଅ ଏସବୁ ବିଷୟରେ ଜାଣିଲେ। ବୁଝିପାରିଲେ? ଏବେ ଦେଖିବା କାଣ୍ଡର କାର୍ଯ୍ୟ। କାଣ୍ଡ କ'ଣ କାମ କରୁଥିଲେ ଗଛ ପାଇଁ, ଓକେ, ଏ ଅଂଶଟା ଗଛର ଏ ଅଂଶଟା କ'ଣ କାମ କରିଥାଏ ଗଛ ପାଇଁ, ଗଛକୁ କ'ଣ ସାହାଯ୍ୟ କରିଥାଏ। ତୁମେ ଗଛର କାଣ୍ଡକୁ ଦେଖିଛ, ଏଇ କାଣ୍ଡ କ'ଣ କାର୍ଯ୍ୟ କରିପାରିବ କି, କହିପାରିବ କି? ଓକେ, କେଉଁ କାର୍ଯ୍ୟ କରିଥାଏ? ଉଦ୍ଭିଦର କାଣ୍ଡ ଉଦ୍ଭିଦର ବିଭିନ୍ନ ଅଂଶକୁ କ'ଣ ଧରି ରଖିବା ସହ ସେଗୁଡ଼ିକୁ ସୂର୍ଯ୍ୟାଲୋକ ପାଇବାରେ ସାହାଯ୍ୟ କରିଥାଏ। ଆଚ୍ଛା, ଦେଖନ୍ତୁ ଯେଉଁ କାଣ୍ଡ କ'ଣ, ଦେଖ ଏଠି ଗୋଟେ ଦେଖିବା, ଏଇଟା କାଣ୍ଡ ନା, ଦେଖନ୍ତୁ ନା ନୁହଁ କାଣ୍ଡ, ଏ କାଣ୍ଡର କାମ କ'ଣ? ଦେଖନ୍ତୁ ଏଇ ଗଛ କ'ଣ ପୁରା ଧରିକି ରଖିଛି ନା, ଏଇଟା ନଥିଲେ କ'ଣ ଗଛ ଉଠିଥାନ୍ତା କି? କାଣ୍ଡ ଅଛି ବୋଲି କ'ଣ ଏତେ କ'ଣ ଏ ଗଛକୁ କ'ଣ ଧରିକି ରଖିଛି ଏବଂ ସୂର୍ଯ୍ୟକିରଣ ମଧ୍ୟ ପାଉଛି ନା, ସୂର୍ଯ୍ୟକିରଣ ମଧ୍ୟ ପାଉଛି। ଓକେ, ନେକ୍ସଟ ଦେଖିବା କ'ଣ ଅଛି ବୋଲେ, ଦେଖନ୍ତୁ ଏତିକି ବୁଝିପାରିଲେ ନା ନାହିଁ? ଓକେ, ନେକ୍ସଟ ଦେଖିବା, ଦେଖନ୍ତୁ ତ କ'ଣ ନା ସୂର୍ଯ୍ୟାଲୋକ ଧରିବାରେ ମଧ୍ୟ ସାହାଯ୍ୟ କରିଥାଏ। ମୂଳ ସାହାଯ୍ୟରେ ଶୋଷିତ ଜଳ, ଓକେ, ଖଣିଜ ଲବଣ ଓ କାଣ୍ଡ ପରିବହନ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ। ଆଚ୍ଛା, ଦେଖନ୍ତୁ ଏଇଟା ଆମେ ଉଦାହରଣ ଦେଲା, କ'ଣ କଲା ଚେରରୁ କ'ଣ ଖଣିଜ ଲବଣ ଜଳ ସବୁ କ'ଣ ଚେରଟା ଆଣିଦେଲା, କୁଆଡ଼ୁ ଯିବ ପାଣି, ଏଇ ଦୂରରେ ଯିବ ପତ୍ର ଆଡ଼କୁ, ହଁ ନୁହଁ, ପହଞ୍ଚାଇ ଦେବ, ତ କାଣ୍ଡ ଦେଇକି ଯାଉଛି ନା। ତ ଏଠି କ'ଣ କୁହାଗଲା ନା ଯେତେ ସବୁ ଜଳ ଶୋଷଣ ହେଉଛି, ଓକେ, ମୂଳ ଜଳ ଶୋଷଣ କରୁଛି ଏବଂ ଖଣିଜ ଲବଣ ଏସବୁ କାହା ଦେଇକି ଯାଉଛି ନା କାଣ୍ଡ ଦେଇକି ଯାଉଛି, ହଁ ନା ନୁହଁ? ନେକ୍ସଟ ଦେଖିବା ପିଲେ, ଦେଖନ୍ତୁ ଆମର କ'ଣ ସେ କାଣ୍ଡ ପରିବହନ କରି କ'ଣ ନା ବିଭିନ୍ନ ଅଂଶକୁ ପଠାଇଥାଏ କାଣ୍ଡ। ଓକେ, ନେକ୍ସଟ ଦେଖିବା କାଣ୍ଡ ମଧ୍ୟ ପତ୍ର ଦ୍ୱାରା ପ୍ରସ୍ତୁତ ଖାଦ୍ୟ, ଓକେ, ପରିବହନ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ। କ'ଣ ନା ସେ କାଣ୍ଡ ମଧ୍ୟ କ'ଣ କରିଥାଏ ନା ପତ୍ର ଦ୍ୱାରା ପ୍ରସ୍ତୁତ ଖାଦ୍ୟ, ଯେଉଁ ପତ୍ର ଯେଉଁ କ'ଣ ଖାଦ୍ୟଟା ପ୍ରସ୍ତୁତ କରିଥାଏ ତାକୁ ପରିବହନ କରିକି ଉଦ୍ଭିଦର ବିଭିନ୍ନ ଅଂଶକୁ ମଧ୍ୟ ପଠାଇଥାଏ। ଓକେ, ଦେଖନ୍ତୁ ମାଟି ତଳେ ଥିବା ସାରୁ, ଆଳୁଅ ଆଦି ରୂପାନ୍ତରିତ କାଣ୍ଡ ଖାଦ୍ୟ ସଞ୍ଚୟ କରି ରଖିଥାନ୍ତି। ଏସବୁ କ'ଣ କରିଥାନ୍ତି, ଦେଖନ୍ତୁ ଆଙ୍କେ କ'ଣ ମାଟି ଭିତରେ ସବୁ ଥାନ୍ତି, ହଁ ନା ନୁହଁ, ତ ଆଙ୍କେ କ'ଣ କରିଥାନ୍ତି ଖାଦ୍ୟକୁ ସଞ୍ଚିତ କରି ରଖିଥାନ୍ତି, ହଁ ନା ନୁହଁ, କିନ୍ତୁ ଆଙ୍କେ କ'ଣ ତାର ଗଛରେ ଫଳ ଧରିଥାଏ। ଓକେ, ନେକ୍ସଟ ଯିବା ବେଲେ ଦେଖନ୍ତୁ, ଏବେ ଦେଖିବା ଆମେ କ'ଣ ଜାଣିଲେ, ମୂଳ ଜାଣିଲେ, କାଣ୍ଡ ଜାଣିଲେ, ଓକେ, ଏବେ ଦେଖିବା ପତ୍ର, କ'ଣ ପତ୍ର ବିଷୟରେ ଦେଖିବା। ଓକେ, ତୁମେମାନେ ଉଦ୍ଭିଦର କାଣ୍ଡରେ ଥିବା ପତ୍ର ଗୁଡ଼ିକ ଦେଖିଥିବ, ହଁ ନା ନୁହଁ? ଉଦ୍ଭିଦର କାଣ୍ଡରେ ଥିବା ପତ୍ର ଗୁଡ଼ିକ ଆମେ ଦେଖିଛନ୍ତି ନା ନାହିଁ? ପ୍ରାୟ ସମସ୍ତ ଉଦ୍ଭିଦର ଛୋଟ କିମ୍ବା ବଡ଼ ପତ୍ର ଥାଏ। ସବୁ ପତ୍ର ତ କ'ଣ ସମାନ ଥାଏ,
କେଉଁ ଗଛର ପତ୍ର ବଡ଼ ଥାଏ ତ କେଉଁ ଗଛର ପତ୍ର ଛୋଟ ରହିଥାଏ। ଓକେ, ଦେଖିବା ପତ୍ର ବିଷୟ। ଦେଖ ଏଠି ଦିଆହେଇଛି ନା, ଦେଖ ତୁମ ପାଇଁ କାମ। ଓକେ, ତୁମ ପାଇଁ କାମ ଦିଆହେଇଛି କି ନାହିଁ ଏବେ ଦେଖିବା। ଆଚ୍ଛା ପିଲେ ଏଇଠି ପତ୍ର ଦେଖୁଛନ୍ତି ନା, କି ପତ୍ର ପିଲେ ଏଇଟା ମନ୍ଦାର ପତ୍ର ନା କ'ଣ? ଦେଖନ୍ତୁ, ଗୋଟିଏ ମନ୍ଦାର ପତ୍ର ତୋଳି ଆଣି ତାର ଗୋଟେ ଚିତ୍ର ଅଙ୍କନ କର ଏବଂ ଏମିତି କ'ଣ ବିଭିନ୍ନ ଅଂଶକୁ ଚିହ୍ନ। ଦେଖ ଦିଆହେଇଛି ଏଇ ଯେଉଁ ଏଇଟା ଅଛି ନା ପିଲେ, ୟାକୁ କ'ଣ କହିବେ? ବୃନ୍ତ କହିବେ। ଭଲସେ ଦେଖନ୍ତୁ, ୟାକୁ ବୃନ୍ତ କହିବେ। ଓକେ, ଆଉ ଯଦି ପ୍ରଶାଖା ଦେଖନ୍ତୁ, ଫଳକ କହିବେ ଏଇଟା, ତାକୁ କହିବେ ଫଳକ। ଫଳକ ମାନେ ଏମିତି ଅଛି ପିଲେ, ଏମିତି ଥାଉଛି ନା, ଯେଉଁ ଏମିତି ଥାଉଛି ନା, ଏଇଟା ଅଂଶ କ'ଣ? ଫଳକ। ଓକେ, ସେମିତି କ'ଣ ମଧ୍ୟଶିରା ଏଇ, ଓକେ ମଧ୍ୟଶିରା, ଶାଖା ଶିରା ଦେଖନ୍ତୁ ଏମିତି ଯାଇଛି ନା, ଶାଖା ଶିରା, ପ୍ରଶାଖା ଶିରା ଦେଖନ୍ତୁ ଏଇ ଭିତରେ ଗଲା ପରେ ଆହୁରି ମଧ୍ୟ ଏମିତି ଯାଇଥାଏ ନା, ପ୍ରଶାଖା ଶିରା ଭାବରେ। ଓକେ, ଓକେ, ଆଉ ସବୁକୁ ମିଶାଇ ଦେଲେ କ'ଣ ନା ଗୋଟେ ପତ୍ର ବୋଲି କୁହାଯାଏ। ଓକେ, ଦେଖିବା ଏବେ ଗୋଟେ ଗୋଟେ ଦେଖିବା କ'ଣ ଅଛି। ଓକେ, ଦେଖନ୍ତୁ ପତ୍ରରେ ଥିବା ଓସାରିଆ ଅଂଶକୁ ଫଳକ କୁହାଯାଏ। ଓକେ, ଦେଖନ୍ତୁ ଏ ଓସାର ଅଛି କି ନାହିଁ, ପୁରା ଏତିକି ଅଛି ନା ନାହିଁ, କ'ଣ ହେଉଛି ନା ଫଳକ। ଓକେ, ବୃନ୍ତ ଦ୍ୱାରା ଏହା ଉଦ୍ଭିଦ ସହ ଲାଗି ରହିଥାଏ। ଏ ଯେଉଁ ଫଳକ କାହା ଦ୍ୱାରା ଅଛି? ଏଇଟା ବୃନ୍ତ ଦ୍ୱାରା ଲାଗିକି ଅଛି ନା ନାହିଁ। ବେଳେବେଳେ କେତୋଟି ଉଦ୍ଭିଦର ପତ୍ରରେ ବୃନ୍ତ ନଥାଏ। ଦେଖନ୍ତୁ ବେଳେବେଳେ କ'ଣ ଦେଖିବାକୁ ପାଇବେ ନା ଆପଣ, ଏ ଯେଉଁ ଫଳକ ହେଇଥିବ ଏ ଯେଉଁ ବୃନ୍ତ ଭଳି ନଥାଏ। ଓକେ, ବୃନ୍ତ ନଥାଏ। ଓକେ, ବୃନ୍ତର ଉପସ୍ଥିତି ଅନୁଯାୟୀ ପତ୍ର ଦୁଇ ପ୍ରକାର। ଏ ଯେଉଁ ବୃନ୍ତକୁ ନେଇକି ଆମେ କେତେ ଭାଗରେ ବିଭକ୍ତ କରିପାରିବା ନା, ଦୁଇ ପ୍ରକାର ପିଲେ। ଦେଖିବା କ'ଣ କ'ଣ। ଫାଷ୍ଟ ହେଲା କ'ଣ ନା ସବୃନ୍ତକ। ଯେମିତି ସବୃନ୍ତକ କାହା କୁହାଯାଏ? ଆମ୍ବ, ପଣସ ଏମାନଙ୍କର ଯେଉଁ ପତ୍ର ଅଛି ନା, ଆମ୍ବ ପଣସ ଗଛର ଯେଉଁ ପତ୍ର ଅଛି, ସେମାନେ କେଉଁ କେଟଗିରିରେ ଯିବେ ନା ସବୃନ୍ତକରେ। କେଉଁଠି? ସବୃନ୍ତକ। ଆହୁରି ଅବୃନ୍ତକରେ କେଉଁଟା? ରଙ୍ଗିଣୀ ଗଛର ପତ୍ର। କାହାର? ରଙ୍ଗିଣୀ ଗଛର ପତ୍ର। ଏସବୁ ଅବୃନ୍ତରେ ଯିବେ। ଓକେ, ସବୁ ପତ୍ରର ଧାର, ଆକୃତି, ଶିରା, ବିନ୍ୟାସ ସମାନ ଦେଖାଯାଆନ୍ତି। ସମସ୍ତ ଧାର, ଆକୃତି, ବିନ୍ୟାସ ସବୁ ସମାନ ଦେଖାଯାଆନ୍ତି। ଦେଖନ୍ତୁ ସମସ୍ତ ପତ୍ର, ଦେଖନ୍ତୁ ଏଇଠି ପତ୍ର ଦିଆହେଇଛି ତ ସମସ୍ତଙ୍କ କ'ଣ ସମାନ ଅଛି କି? ଦେଖନ୍ତୁ ଏବେ ଏଠି ଦେଖିବା ପରେ ଏଠି ଦେଖନ୍ତୁ ସବୁ କ'ଣ ସମାନ ଦୁଶୁଛି? ଦେଖନ୍ତୁ ୟାର ଧାର ଦେଖ ଏମିତି ଅଛି, କିନ୍ତୁ ୟାର ଟିକେ ମୋଟା ଏମିତି ଅଛି, ମାନେ ବହୁତ ବଡ଼ ଏମିତି ଅଛି। ହଁ ନା, ଏଇଟା ଦେଖ ପୁରା ଏମିତି ଅଛି, ଏମିତି କିଛି ନାହିଁ। ଏଇଟା ଦେଖ ଏମିତି ଅଛି, ଲମ୍ବା ଟିକେ ଅଛି। ଏଇଟା ଦେଖନ୍ତୁ ପାନପତ୍ର ଭଳି ଅଛି ନା, ହଁ ନା ନୁହଁ? ତ ସବୁ ପତ୍ର କ'ଣ ସମାନ ଦୁଶୁଛି? ସମାନ ଦେଖାଯାଆନ୍ତି କି ନାହିଁ? ଓକେ, ତ ପତ୍ରରେ ଦେଖନ୍ତୁ କେତେ ଗୁଡ଼ିଏ ପତ୍ର ସଂଗ୍ରହ କରି ଏଗୁଡ଼ିକର ତୁଳନା କର। ଦେଖିବେ ଆପଣ ପତ୍ର ଏମିତି କେତୋଟି ସଂଗ୍ରହ କରିବେ। ଓକେ, ତାପରେ ଦେଖିବେ ସମସ୍ତଙ୍କର କ'ଣ ଫଳକ ସମାନ ଅଛି ନା ନାହିଁ, ପତ୍ରର ଧାରଟା ସମାନ ଅଛି ନା ନାହିଁ ଦେଖିବେ। ଓକେ, ପତ୍ରରେ ଥିବା ବୃନ୍ତ ଅଗରୁ ଏକ ବା ଏକାଧିକ ଶିରା ବାହାରି ଫଳକ ସାରା ଖେଳେଇ ହୋଇ ହୋଇଥାଏ। ଓକେ, ଦେଖନ୍ତୁ ଏଇଟା ବୃନ୍ତ ନା ନାହିଁ, ଏଠି ଦେଖନ୍ତୁ ଏଇଠି ଏଇଟା ବୃନ୍ତ ଏମିତି ଯାଇଛି, ହଁ ନା ନୁହଁ? ଏହା କ'ଣ ପତ୍ର ସାରା ଦେଖନ୍ତୁ ଏମିତି ଖେଳେଇ ହେଉଛି ନା ଏମିତି ଯାଇଛି। ଓକେ, ପୁରା ଯାଇଛି। ଦେଖନ୍ତୁ ସବୁ ପତ୍ର ଦେଖନ୍ତୁ, ହଁ ନା ନୁହଁ? ଏକାଧିକ ଶିରା କ'ଣ ଫଳକ, ଏଇ ଯେଉଁ ଫଳକ ସାରା ଖେଳେଇ ହେଇକିନା ଅଛି ନା ନାହିଁ, ବୁଝିପାରୁଛନ୍ତି? ଦେଖନ୍ତୁ କେତେ ଯାଇଛି, ହଁ ନା ନୁହଁ? ଏବେ ଦେଖନ୍ତୁ ଆମ୍ବ, ପଣସ ଆଦି ଗଛର ଫଳକ ଗୋଟିଏ ହୋଇ ରହିଥାଏ। କେମିତି? ଦେଖନ୍ତୁ ଆମ୍ବ ପତ୍ର, ପଣସ ପତ୍ର ଆଙ୍କର କ'ଣ ନା ସେମ୍ ଫଳକ ଗୋଟିଏ ହୋଇକି ରହିଥାଏ। ଓକେ, ନେକ୍ସଟ ପିଲେ ମାତ୍ର ଶିମ୍ବ, ଓକେ, ନିମ୍ବ,
ସଜନା ଆଦି ପତ୍ରର ଫଳ ଗୁଡ଼ିକ ଛୋଟ ଛୋଟ ଅଂଶରେ ବିଭକ୍ତ। ଏଇ ଛୋଟ ଅଂଶ ଗୁଡ଼ିକୁ ପତ୍ରକ କହନ୍ତି। କ'ଣ? ଆପଣ ଦେଖିବେ ନିମ୍ବ ନହେଲେ ଶିମ୍ବ ପତ୍ର ଦେଖିବେ। ଓକେ, ତାପରେ କ'ଣ ନା ଯେ ନିମ୍ବ ଆଉ କ'ଣ ଶିମ୍ବ ଏମାନଙ୍କର ପତ୍ର ଫଳ କେମିତି ଛୋଟ ଛୋଟ ଅଂଶରେ ବିଭକ୍ତ ହେଇଯାଏ। ଓକେ, ଏମାନଙ୍କୁ କ'ଣ କହନ୍ତି? ପତ୍ରକ। କ'ଣ କହିବେ ନା ପତ୍ରକ ବୋଲି କୁହାଯାଏ। ଓକେ, ନେକ୍ସଟ ଦେଖିବା ବୋଲେ ତୁମ ପାଇଁ କାମ 6 ଦେଖାଏ। ଦେଖିବା କ'ଣ ଅଛି। ତୁମେ ବେଲ ଶିମ୍ବ ଓକେ ନିମ୍ବ କୃଷ୍ଣଚୂଡ଼ା ସଜନା ଗଛର ଗୋଟିଏ ଗୋଟିଏ ଡାଳ ଆଣି ପତ୍ର ଗୁଡ଼ିକ କିପରି ସଜାଇ ହୋଇଛି ଲକ୍ଷ୍ୟ କର। ଓକେ, ଆପଣ କ'ଣ କରିବେ ନା ଶିମ୍ବ ନିମ୍ବ କୃଷ୍ଣଚୂଡ଼ା ଓକେ ସଜନା ଗଛ ଏସବୁ ଗୋଟିଏ ଗୋଟିଏ ଢାଳ ଆଣିବେ ଏବଂ ପତ୍ର ଗୁଡ଼ିକ କିପରି ସଜାଇ ହୋଇ ରହିବ ସେଇଟା ତୁମ ଖାତାରେ ଅଙ୍କନ କରିବେ। ଓକେ, ଆପଣଙ୍କ ଖାତାରେ ଅଙ୍କନ କରିବେ। ଓକେ, ପ୍ରତ୍ୟେକ ପତ୍ରକରେ ମଧ୍ୟ ଛୋଟ ଛୋଟ ଢେମ୍ପ ଥାଏ। ଦେଖିବେ ପ୍ରତ୍ୟେକ ପତ୍ର କ'ଣ ନା ଛୋଟ ଛୋଟ ଢେମ୍ପ ରହିଥାଏ। ଓକେ, ବେଳେବେଳେ ପତ୍ରକଟି ପତ୍ର ଭଳି ଦେଖାଗଲେ ମଧ୍ୟ ଏହା ପତ୍ର ନୁହେଁ। ଆଉ ବେଳେବେଳେ ଦେଖିବେ ଏଇଟା ପତ୍ର ଭଳି ଦେଖାଯାଆନ୍ତି କିନ୍ତୁ ସେଇଟା ପତ୍ର ନୁହେଁ। ଓକେ, ଏହା ଫଳକର ଗୋଟିଏ ଅଂଶ ମାତ୍ର। ଏହା କ'ଣ ଏ ଯେଉଁ ଫଳକର ଗୋଟିଏ ଅଂଶ। ଓକେ, ଏହିଭଳି ପତ୍ରକ ଥିବା ପତ୍ରକୁ କ'ଣ ନା ଯୌଗିକ ପତ୍ର ବୋଲି କୁହାଯାଏ। କ'ଣ କୁହାଯାଏ ବୋଲି ନା ଜୈବିକ ପତ୍ର ବୋଲି କୁହାଯାଏ। ଯୌଗିକ ପତ୍ର। ଓକେ, ସେମିତି କିନ୍ତୁ ଆମ୍ବ ପଣସ ଅମୃତଭଣ୍ଡା ଆଦି ପତ୍ରକୁ କ'ଣ ନା ମୌଳିକ ପତ୍ର ବୋଲି କୁହାଯାଏ। ଓକେ, ଦେଖନ୍ତୁ ଆପଣଙ୍କୁ ଯୌଗିକ ପତ୍ରର ଉଦାହରଣ କହିବ ନହେଲେ କ'ଣ ମୌଳିକ ପତ୍ରର ଉଦାହରଣ ଦିଅ ବୋଲି କହିବ। ଓକେ, ଆମ୍ବ ପଣସ ଅମୃତଭଣ୍ଡା ଏସବୁ ମୌଳିକ ପତ୍ର କୁହାଯାଏ। ତ ଏତିକି ଜାଣିଲେ ପିଲେ ଆମ୍ବ ପଣସ ଏସବୁ କ'ଣ କୁହାଯାଏ ଏସବୁର କ'ଣ ପତ୍ରକୁ ନା ମୌଳିକ ପତ୍ର ବୋଲି କୁହାଯାଏ। ଓକେ, ନେକ୍ସଟ ଯିବା। ଦେଖନ୍ତୁ କ'ଣ ଲେଖାହେଇଛି। ଓକେ, ବାସ୍ ଦେଖନ୍ତୁ ପତ୍ର ଦେଖନ୍ତୁ ଏଇଠି ଦେଖନ୍ତୁ ମୌଳିକ ପତ୍ର ଏଇ ଦେଖ ଯୌଗିକ ପତ୍ର। ଓକେ, ଏଇଟା ମଧ୍ୟ ଯୌଗିକ। ଓକେ, ଏଇଟା ହେଉଛି ପତ୍ରକ। ଦେଖିଲେ ତ ବିଭିନ୍ନ ପ୍ରକାର ପତ୍ର। ଆମ୍ବ ପଣସ ପିଜୁଳି ଇତ୍ୟାଦି ପତ୍ରର ଧାର ଦନ୍ତୁରିତ ନୁହେଁ। ସାର୍ ଏବେ କ'ଣ ଦନ୍ତୁରିତ କହିଲେଣି? ଦନ୍ତୁରିତ ମାନେ କ'ଣ ନା ଦେଖନ୍ତୁ ୟାକୁ ଦେଖନ୍ତୁ ଦେଖ ଏମିତି ପୁରା ଅଛି ନା ସେମିତି ଦେଖିଲ ଏମିତି ଅଛି ନା କିନ୍ତୁ ୟାକୁ ଦେଖନ୍ତୁ ୟାକୁ ପୁରା ଏମିତି ହେଉଛି ଏମିତି ଅଛି ନା ହଁ ନା ତ ଏଇଟା ଦନ୍ତୁରିତ ହେଇକିନା ଅଛି ନା ଧାର ତାର ଧାରକୁ ଦେଖ ଧାର କେମିତି ଅଛି ଦନ୍ତୁରିତ ନାହିଁ ହଁ ନା ନାହିଁ। ଦେଖନ୍ତୁ କିନ୍ତୁ ମନ୍ଦାର ପତ୍ରର ଧାର ଦନ୍ତୁରିତ। ଏଇଟା ମନ୍ଦାର ପତ୍ର ନା ଏଇଟା କ'ଣ ଦନ୍ତୁରିତ ହୋଇଥାଏ। ଅମୃତଭଣ୍ଡା ପତ୍ରର ଧାର ବହୁ ପରିମାଣର ଦନ୍ତୁରିତ। କ'ଣ ଅମୃତଭଣ୍ଡାର କ'ଣ ତାର ଧାର କେମିତି ଥାଏ ବହୁ ପରିମାଣର। ଦେଖନ୍ତୁ ଏଠି ଦେଖ ଏଇଟା ହେଉଛି ଅମୃତଭଣ୍ଡାର ଏଇଟା। ଓକେ, କେମିତି ଧାର ଅଛି ଦନ୍ତୁରିତ ହେଇ ଅଛି ନା। ଓକେ, ସେହିପରି ବିଭିନ୍ନ ପତ୍ରର ଅଗ୍ରକୁ ଦେଖ। ଔଷଧ ପତ୍ରର ଅଗ୍ର ଖୁବ୍ ଗଜିଆ ହେଲା ବେଳେ ପଣସ ପତ୍ରର ଅଗ୍ର ଆଦୌ ଗଜିଆ ନୁହେଁ। ଓକେ, ଏଇଠି ଦେଖନ୍ତୁ ଏଇଟା ଦେଖନ୍ତୁ ପଣସ ପତ୍ର ଏଇଟା ଏଇଟା ପଣସ ପତ୍ର। ଓକେ, ତ ଆମେ କ'ଣ ଏଥିରୁ ଜାଣିଲେ ନା ଆପଣ କ'ଣ ଅସତତ ପତ୍ର ଗୋଟେ ଆଣିବେ ଦେଖିବେ
ତାର ଗଛିଆ ହେଇଥିବ, ଦେଖ ଏଇଟା ଦେଖନ୍ତୁ, ଏଇଟା ଏମିତି ଅଛି ନା ଗଜିଆ ହେଇକି, ହଁ ନା ନୁହଁ? କିନ୍ତୁ ପଣସ ପତ୍ରର ଅଗର ଆଦୌ ଗଜିଆ ନୁହେଁ। କିନ୍ତୁ ପଣସ ପତ୍ରକୁ ଦେଖିବେ, ଦେଖନ୍ତୁ କେମିତି ଅଛି, ଗଜିଆ ଅଛି ଏଇଠି ନା, ଏମିତି ଏମିତି ଅଛି, ହଁ ନା ନୁହଁ? ତ ଏଇଟା କ'ଣ ଗଜିଆ ହେଇକିନା ଅଛି, ଦେଖନ୍ତୁ ଏଇଟା, ହଁ ନା ନୁହଁ? ଦେଖନ୍ତୁ ମାତ୍ର କଞ୍ଚନ ପତ୍ରର ଅଗ୍ରଟି ଦେଖିଲେ ମନେ ହୁଏ ଯେପରି ତାହା ଭିତରକୁ ପଶିଯାଇଛି। ଓକେ, କାହାର ପତ୍ର ଦେଖନ୍ତୁ, କିନ୍ତୁ କାଞ୍ଚନ ପତ୍ରକୁ ଦେଖନ୍ତୁ, ଏଇଟା କ'ଣ ଟିକେ ଭିତରକୁ ଯାଇଛି ଏମିତି, ତାପରେ ଏମିତି ଆସିଛି, ହଁ ନା ନାହିଁ? ଭିତରକୁ ଏମିତି ଯାଇଛି। ଓକେ, ଦେଖିଲେ ନେକ୍ସଟ ଯିବା ବୋଲେ, ବାସ୍ ବିଭିନ୍ନ ଜାତିର ପତ୍ର ଫଳକ ମଝିରେ ଗୋଟିଏ ଗୋଟିଏ ମଧ୍ୟ ଶିରା ରହିଥାଏ, ହଁ ନା ନାହିଁ? ଏବଂ ସେଥିରେ ଶାଖା ପ୍ରଶାଖ ଶିରାମାନ ବାହାରିଥାଏ ସମସ୍ତଙ୍କର, ଦେଖନ୍ତୁ ଏଠି। ଓକେ, ସବୁ ଅଛି କି ନାହିଁ ଦେଖନ୍ତୁ, ଏସବୁରେ ଶାଖା ପ୍ରଶାଖ ଅଛି ନା ନାହିଁ, ମୋଟା ଶିରା ଅଛି ନା ନାହିଁ, ଦେଖନ୍ତୁ ସମସ୍ତଙ୍କର ଅଛି ନା, ମଧ୍ୟ ଶିରା ମଝିରେ ସବୁ ଅଛି ନା, ଏଠି ହଁ କି ନୁହଁ? ତ ଆଙ୍କର ଶାଖା ପ୍ରଶାଖ ମଧ୍ୟ ଅଛି, ଏମିତି ଅଛି ନା, ହଁ ନା ନା? ଶାଖା ପ୍ରଶାଖ ଅଛି। ଓକେ, ଦେଖିବେ ଦୁଇଟି ଶାଖା ଶିରାରୁ ବାହାରିଥିବା ଦୁଇଟି ପ୍ରଶାଖା ଶିରା ପରସ୍ପର ସହିତ ଜଡ଼ିତ ହୋଇ ଫଳକ ବାହାରେ ଝାଳ ପରି ବିଛାଇ ଦେବାକୁ ଝାଳକ ଶିରା ବିନ୍ୟାସ କୁହାଯାଏ। ତ କ'ଣ ବୁଝିଲେ ଦେଖନ୍ତୁ, ଏ ଯେଉଁ ଫଳକ ଯାଉଛି ଦେଖନ୍ତୁ, ଇଆଡ଼େ ଗଲା ପରେ ତାପରେ ଏଠି ଗୋଟେ ବାହାରିଛି, ଯାଇକିନା କେଉଁଠି ଯୋଡ଼ିଛି, ସେ ଫଳକରେ ଯୋଡ଼ି ଯାଇଛି ନା। ଓକେ, ଏଠି ମଧ୍ୟ ଦେଖନ୍ତୁ ଏମିତି ଯାଇଛି, ଦୁଇ ତିନିଟା ଏମିତି ବାହାରିଛି ନା ଏଠି, ଏଠି ତାପରେ ଫଳକରେ ଯୋଡ଼ି ଯାଇଛି, ହଁ ନା ନୁହଁ? ସେମିତି କ'ଣ ଗୋଟେ ଝାଳ ଭଳିଆ ଦୁଶୁଛି ନା, ଏଇଟା ଝାଳ ଭଳିଆ ଏମିତି ଖେଳାଇ ରହିଥାଏ, ତାହାକୁ କ'ଣ ଝାଳକ ଶିରା ବିନ୍ୟାସ ବୋଲି କୁହାଯାଏ, ଝାଳକ ଶିରା ବିନ୍ୟାସ ବୋଲି କୁହାଯାଏ। ଓକେ, ନେକ୍ସଟ ଦେଖିବା କ'ଣ ଦିଆହେଇଛି। ବରପତ୍ରର ଶିରା ବିନ୍ୟାସ ହୋଇଥିବ, ଆପଣ ବରପତ୍ର ନେଇକି ଆସିବେ ଦେଖିବେ, ଓକେ, କେମିତି ଦୁଶୁଛି। କିନ୍ତୁ ଧାନ ଓ କଦଳୀର ଶିରା ସମାନ୍ତର ହେଲେ ବି ପାର୍ଥକ୍ୟ ଥାଏ। ଓକେ, କିନ୍ତୁ ଧାନ କଦଳୀ ଏମାନଙ୍କର ଶିରା କ'ଣ ନା ସମାନ୍ତର, ସେମ୍ ଥାଏ। ଓକେ, ଲମ୍ବା ଥାଏ। ଓକେ, ପତ୍ରର ବୃନ୍ତ ଅଗ୍ରରୁ, ନେକ୍ସଟ ଯିବା ପିଲା, ବୃନ୍ତ ଅଗ୍ରରୁ ଗୁଡ଼ିଏ ଶିରା ବାହାରି ଆଗକୁ ଲମ୍ବି ଯାଇଛି, କ'ଣ ନା ଗୁଡ଼ିଏ ଶିରା ବାହାରିକି ଆଗକୁ, ଦେଖନ୍ତୁ ଏଇଟା ମଧ୍ୟ ଶିରା, ଦେଖନ୍ତୁ ଏ ଯେଉଁ ଧାନ, ଏଇଟା ବୁଝିପାରିଲେ, ଧାନ ଶିରା ଏଇ ଆର ସହିତ ସମାନ୍ତର ଅଛି ନା ନାହିଁ, ଦେଖନ୍ତୁ ସେମ୍ ଅଛି, କଦଳୀ ପତ୍ର ଭଳିଆ ଅଛି ଏଇଟା। ଓକେ, ସେମ୍ ଦୁଶୁଛି ନା, ଏମିତି ଲମ୍ବା ହେଇକି ଅଛି। ଓକେ, କୌଣସି ଶିରାରୁ ଶାଖା ଶିରା ବାହାରି ନାହିଁ, ଏଠି ତ ଶାଖା ଶିରା ବାହାରି ନାହିଁ, ପୁରା ଏମିତି ଏମିତି ବାହାରିଛି ପିଲା, ଏମିତି ଏମିତି, ଆଉ ମଝିରେ ଆହୁରି ଏମିତି କିଛି ବାହାରି ନାହିଁ, ଏମିତି। ଓକେ, ଦେଖନ୍ତୁ ଏହି ପ୍ରକାର ଶିରା ବିନ୍ୟାସକୁ ସମାନ୍ତରାଳ ଶିରା ବିନ୍ୟାସ କୁହାଯାଏ। ଏ ମାନେ କ'ଣ ସମାନ ସମାନ ଏମିତି ଟାଇପ୍ ବାହାରିଛି, ହଁ ନା ନୁହଁ? ତ ଏମାନଙ୍କୁ କ'ଣ ନା ସମାନ୍ତରାଳ ଶିରା ବିନ୍ୟାସ ବୋଲି କୁହାଯାଏ। କ'ଣ କୁହାଯାଏ? ସମାନ୍ତରାଳ ଶିରା ବିନ୍ୟାସ ବୋଲି କୁହାଯାଏ। ଏବେ ଦେଖିବା ପତ୍ରର କାର୍ଯ୍ୟ କ'ଣ ନା, ପତ୍ରର କାର୍ଯ୍ୟ ବିଷୟରେ ଦେଖିବା। ପତ୍ର ଉଦ୍ଭିଦର ଅତି ଆବଶ୍ୟକ ଅଂଶ, ବହୁତ ଗୁରୁତ୍ୱପୂର୍ଣ୍ଣ ଗଛ ପାଇଁ କ'ଣ ନା ପତ୍ର। ଓକେ, ପତ୍ର ଆଲୋକ ଶକ୍ତିକୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରେ ଓ ଅମ୍ଳଜାନ ନିଷ୍କାସିତ କରେ। ପତ୍ରର କାମ କ'ଣ ନା, ଆଲୋକ ଶକ୍ତିକୁ ସେ ରଖିକି, ସୂର୍ଯ୍ୟକିରଣ ରଖି କ'ଣ ନା ସେ ଖାଦ୍ୟ ପ୍ରସ୍ତୁତ କରିଥାଏ, ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ, ତାପରେ ଚେର ଆଣିଥାଏ କ'ଣ ଜଳ, ଖଣିଜ ଲବଣ ଏସବୁ ନେଇକି କ'ଣ ନା ତାର ଖାଦ୍ୟ ଉଦ୍ଭିଦ ନିଜେ ପ୍ରସ୍ତୁତ କରିଥାଏ। ଓକେ, ଏବଂ କ'ଣ କରିଥାଏ ପତ୍ର ନା ଅମ୍ଳଜାନ ନିଷ୍କାସିତ କରିଥାଏ, ଛାଡ଼ିଥାଏ। ଓକେ, ଯାହାକୁ ଆମେ ବ୍ୟବହାର କରିଥାଉ।
ଏହି ଖାଦ୍ୟ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ସମସ୍ତ ଜୀବଜଗତକୁ ଖାଦ୍ୟ ପ୍ରଦାନ କରିଥାଏ। ଏ ଯେଉଁ ଗଛଟା କ'ଣ ଖାଦ୍ୟ ପ୍ରସ୍ତୁତ କଲା, ତା କ'ଣ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ କ'ଣ ଛେଳି ମେଣ୍ଢି ଯାହା ସବୁ ଖାଉଛନ୍ତି କ'ଣ, ଓକେ। ତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କ'ଣ ଖାଦ୍ୟ ଭାବରେ ଆମେ ବ୍ୟବହାର କ'ଣ ଜୀବଜଗତରେ ବ୍ୟବହାର କରୁଛନ୍ତି, ଓକେ। ପତ୍ର ଦେହରେ ଥିବା ଅସଂଖ୍ୟ ଛିଦ୍ର ଦ୍ୱାରା ଉଦ୍ଭିଦ ବାୟୁମଣ୍ଡଳରୁ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ତ୍ୟାଗ କରି ଶୋଷଣ କରିଥାଏ। ଆଚ୍ଛା, ଦେଖନ୍ତୁ ପତ୍ର ଦେହରେ ଥିବା ଯେଉଁ ଅସଂଖ୍ୟ ଛିଦ୍ର କଣା ରହିଥାଏ ନା, ହଁ ନା କ'ଣ? ତ ତାଙ୍କୁ କ'ଣ କରନ୍ତି ନା ବାୟୁମଣ୍ଡଳରୁ ଅମ୍ଳଜାନ ନେବେ ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରି ଶୋଷଣ କରିଥାନ୍ତି ତାଙ୍କେ, ଓକେ। ଏହି ଛିଦ୍ର ଗୁଡ଼ିକ ଦ୍ୱାରା ଉଦ୍ଭିଦ ଶରୀରରୁ ଅତ୍ୟଧିକ ଜଳୀୟ ବାଷ୍ପ ଆକାରରେ ବାହାରକୁ ଛାଡ଼ିଥାଏ, ଯାହାକୁ ଉଚ୍ଛେଦନ ବୋଲି କୁହାଯାଏ। ଆଚ୍ଛା, ଏଇଟା ଭଲ ଭାବରେ ବୁଝନ୍ତି ପିଲେ, ଉଚ୍ଛେଦନ ପ୍ରକ୍ରିୟା ବୋଲି କହିଥାନ୍ତି। ନା କ'ଣ ନା ଦେଖନ୍ତୁ ପତ୍ର କ'ଣ କରିଥାଏ ନା, ପତ୍ରରେ କ'ଣ ଖାଦ୍ୟଟା ତିଆରି ହୋଇଥାଏ ଗଛ ପାଇଁ, ଓକେ। ଏବେ କ'ଣ ହେଇଛି ନା, ତ ଆମ ଚେରରୁ କ'ଣ ପାଣି ପତ୍ରରେ ପହଞ୍ଚେଇ ଦେଲା, କାଣ୍ଡ ଦେଇକି ପତ୍ରରେ ପହଞ୍ଚିଲା, ଓକେ। ଏବେ ତାର କାମ କ'ଣ ନା, ପତ୍ର ତାର ଖାଦ୍ୟ ତିଆରି କରିବ। ତ ପତ୍ର କ'ଣ ନା ସବୁ ତ ପାଣିକି ୟୁଜ୍ କରିବ ନାହିଁ, ହଁ ନା ନୁହଁ। ଯେତିକି ଦରକାର ସେତିକି କ'ଣ ନା ଗଛଟା ତାର କ'ଣ ପାଣିକି ବ୍ୟବହାର କଲା ଏବଂ ବାକି ସବୁ କ'ଣ ପାଣି ରହିଥାଏ, ସେସବୁ କ'ଣ କରିଥାଏ ନା ସେ ବାଷ୍ପ ଆକାରରେ କ'ଣ ନା ବାୟୁମଣ୍ଡଳକୁ ଛାଡ଼ିଥାଏ, ଓକେ। ସେଇ ବାଷ୍ପ ଆକାରରେ ଯାଇକି କ'ଣ ସେଠି ପୁଣି କ'ଣ ନା ମେଘ ଭାବରେ ସେ ପରିଣତ ହୁଏ। ମେଘ ହେଇକି ପୁଣି ତାକୁ ବର୍ଷା ଆକାରରେ ପୃଥିବୀକୁ ପୁଣି ଥରେ ଆସିଥାଏ, ଓକେ। ତାହା ପୁଣି ଥରେ ବାଷ୍ପ ହେଇକି ଯାଇଥାଏ, ପୁଣି ଥରେ କ'ଣ ନା ବର୍ଷା ହୋଇଥାଏ। ଏମିତି ଜଳଚକ୍ର ହେଉଛି, ଓକେ। ଏବେ ଦେଖିବା ସେଇ ପ୍ରକ୍ରିୟାକୁ ମାନେ ଅତ୍ୟଧିକ ଜଳକୁ କ'ଣ କରିବ ନା, ତାମାନେ କ'ଣ ବଡ଼ ପତ୍ର ବଡ଼ ହିସାବରେ ଟିକେ ଛାଡ଼ିବ ପାଣି, ହଁ ନା ନୁହଁ। ସାନ ପତ୍ର ଟିକେ ସାନ ହିସାବରେ, ବଡ଼ ଗଛ ଦେଇକି ମଧ୍ୟ, ହଁ ନା ନୁହଁ। ସେଇ ହିସାବରେ ଛାଡ଼ି, ଆଉ କ'ଣ ଛୋଟ ଗଛ ବଡ଼ ଗଛ କ'ଣ ସମାନ ନାହିଁ, ଓକେ। ତ ଆମେ କ'ଣ ସେ ଉଚ୍ଛେଦନ କାହାକୁ କହିବା ନା, ଯେଉଁ ଛିଦ୍ର ଗୁଡ଼ିକ କ'ଣ ଉଦ୍ଭିଦ ଶରୀରରୁ ଅତ୍ୟଧିକ ଜଳ ବାୟୁମଣ୍ଡଳକୁ ବାଷ୍ପ ଆକାରରେ ଛାଡ଼ିଥାଏ, ତାହାକୁ କ'ଣ କୁହାଯାଏ ନା ଉଚ୍ଛେଦନ କୁହାଯାଏ, ଓକେ। ନେକ୍ସଟ ଦେଖିବା ପିଲେ ଫୁଲ। ଦେଖନ୍ତୁ ଫୁଲ ବିଷୟରେ ଦେଖିବା। ତ ଫୁଲର କାମ କ'ଣ, ଓକେ। ଫୁଲ ଉଦ୍ଭିଦର ଏକ ମୁଖ୍ୟ ଅଂଶ, ହଁ ନା ନୁହଁ, ଭେରି ଇମ୍ପୋର୍ଟାଣ୍ଟ। ଫୁଲ ନଥିଲେ କ'ଣ ଗଛ କ'ଣ ବଂଶ ବିସ୍ତାର କରିବ ନାହିଁ। ଫୁଲରୁ ଫଳ ଏସବୁ ହୋଇଥାଏ, ହଁ ନା। ଫୁଲରୁ ଫଳ ଜାତ ହୁଏ, କ'ଣ ଫୁଲରୁ ହିଁ ଫଳ ଜାତ ହୋଇଥାଏ, ଓକେ। ଫୁଲ ନିତାନ୍ତ ଆବଶ୍ୟକ, ଓକେ। ଫୁଲକୁ ତୁମେ କେଉଁ କେଉଁ କାର୍ଯ୍ୟରେ ଲଗାଅ ଆଲୋଚନା କର। ଏ ଫୁଲକୁ କେଉଁ କାମରେ ଆପଣ ଲଗାଉଛନ୍ତି ଆପଣ ଜାଣିଛନ୍ତି, ତାକୁ ଲେଖିବେ। ଦେଖନ୍ତୁ ଫୁଲ ବିଷୟରେ ଦେଖାଯାଇଛି, ଓକେ। ଦେଖ ଫୁଲ, କୃଷ୍ଣଚୂଡ଼ା ଫୁଲ ଆଣି ତାର ବିଭିନ୍ନ ଅଂଶକୁ ଦେଖି ସେମ୍ ଏପରି କ'ଣ ଚିତ୍ର ଆଙ୍କିବି ଏବଂ ବିଭିନ୍ନ କ'ଣ ଅଂଶ ଦର୍ଶାଇବି। ଦେଖନ୍ତୁ ଏଇଟା ହେଉଛି କ'ଣ ବୃନ୍ତ, ଏଇଟା ହେଉଛି କଡ଼, ଆକୁ କ'ଣ ବୃତ୍ତି ଚକ୍ର ବୋଲି କୁହାଯାଏ। ବୃତ୍ତି ଚକ୍ର ବୋଲି କେମିତି ଥାଏ, ଏମିତି 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 ଥାଏ ନା, ଏମିତି ଥାଏ ନା, ଏଇଟା ତା ତଳେ ଏମିତି କଡ଼, ଏଇଟା ତଳେ ଏମିତି ଥାଏ, ଏଇ ଯେଉଁ ଏମିତି ଥାଏ ନା, ଏମିତି ଏମିତି ଥାଏ, ଆକୁ କୁହାଯାଏ ପାଖୁଡ଼ା। ଏସବୁ ଏଇଟା ଓକେ। ପୁଙ୍କେଶ୍ୱର ତାର ଉପରେ ଯେଉଁ ଏଇଟା ପୁଙ୍କେଶ୍ୱର, ଓକେ, ପୁଙ୍କେଶ୍ୱର ବୋଲି କୁହାଯାଏ। ନେକ୍ସଟ ଯିବା ପିଲେ, ଦେଖନ୍ତୁ ଏଠି ଭଲ ଭାବରେ ଦିଆଯାଇଛି, ହଁ ନା ନୁହଁ। ଦେଖ କୃଷ୍ଣଚୂଡ଼ା ଫୁଲର ଗୋଟିଏ ବୃନ୍ତ ଅଛି, କ'ଣ କୃଷ୍ଣଚୂଡ଼ା ଫୁଲର ଗୋଟେ କ'ଣ ଅଛି, ବୃନ୍ତ ଅଛି। ବୃନ୍ତ ବ୍ୟତୀତ ଫୁଲର ଆଉ 4 ପ୍ରକାର ଅଂଶ ଥାଏ। ଏ ବୃନ୍ତକୁ ଛାଡ଼ିକିନା ଫୁଲର ଆଉ କେତେଟା 4 ପ୍ରକାର ଅଂଶ ଥାଏ। କ'ଣ କ'ଣ କହିପାରିବ କି ସେଗୁଡ଼ିକୁ କ'ଣ ନା ବୃତ୍ତି, ଦଳ ବା ପାଖୁଡ଼ା, ଓକେ, ପୁଙ୍କେଶ୍ୱର ଓ ଗର୍ଭକେଶର। ଦେଖନ୍ତୁ
ଏଇ ଯେଉଁ ଭିତରେ ଯେଉଁ ଥିବ ନା, ଏଇ ଯେଉଁ ଭିତରେ ଥିଲା ଏମିତି, ତାକୁ କାଢ଼ିକିନା ଦେଖନ୍ତୁ ଏଠି, ତାକୁ ପୁଙ୍କେଶ୍ୱର। ଓକେ, ଆଉ ଏଇଠି ଦେଖନ୍ତୁ ଗର୍ଭକେଶ୍ୱର, ଏଇଠି ଅଛି ଗର୍ଭକେଶ୍ୱର ନା ଗର୍ଭଶେଷଟା ଉପରେ। ଓକେ, ଏଇଟା ତ ମୁଁ ବୃନ୍ତ କ'ଣ ବୃତ୍ତି ଏସବୁ ମୁଁ କହିଥିଲି। ଓକେ, ନେକ୍ସଟ ଯିବା, ଦେଖ ତ ପୁଙ୍କେଶ୍ୱର ଓ ଗର୍ଭକେଶ୍ୱରର ଅଂଶ, ବିଭିନ୍ନ ଅଂଶ ଦେଖିବା। ଗୋଟିଏ କୃଷ୍ଣଚୂଡ଼ା ଫୁଲର ଭିତରକୁ ଅଛି କ'ଣ? ଗର୍ଭଚକ୍ର। ଓକେ, ଏଇଟା କାହାର ଚିତ୍ର ନିଆଯାଇଛି ନା ଗୋଟେ କୃଷ୍ଣଚୂଡ଼ା, ତାର ଭିତରକୁ କ'ଣ ଅଛି ବୋଲେ ଗର୍ଭାଶୟ ବା ଗର୍ଭଚକ୍ର। ଏଇ ଦେଖୁନ। ଓକେ, ଗର୍ଭଚକ୍ରକୁ ଘେରି ରହିଛି ପୁଙ୍କେଶ୍ୱର। କିଏ ରହିଛି ରେ? ଇଏ ଯେଉଁ ଗର୍ଭକେଶ୍ୱର କିଏ ରହିଛି? ପୁଙ୍କେଶ୍ୱର। ଏଇ ଯେଉଁ ଘେରିକିନା ରହିଛି। ଏଥିରେ 10ଟି ପୁଙ୍କେଶ୍ୱର ଅଛି। କେତେଟା ଥାଏ? 10ଟି ଥାଏ ଆମର ଏଠି। ଓକେ, ପୁଙ୍କେଶ୍ୱର ଦେଖନ୍ତୁ, ନେକ୍ସଟ ଯିବା। ପୁଙ୍କେଶ୍ୱର ଚକ୍ର ଚାରିପାଖରେ ଦଳ ଚକ୍ର ଘେରିକି ରହିଛି। ଓକେ, ଏଥିରେ ପ୍ରାୟ 5ଟି ଦଳ ପାଖୁଡ଼ା ରହିଥାଏ। ଏଇ ଦେଖନ୍ତୁ ଏମିତି, ଏଇଟା ଏଇ ଚିତ୍ର ଦେଖ, ଏଇଟା କ'ଣ ପାଖୁଡ଼ା 4-5ଟା ଥିବ ନା। ଓକେ, ତାକୁ ଦଳ ବା ପାଖୁଡ଼ା ବୋଲି କୁହାଯାଏ। ପାଖୁଡ଼ା ଗୁଡ଼ିକ ରଙ୍ଗୀନ ହୋଇଥାଏ। ଏଇଟା କ'ଣ କଲର୍ ହେଇକି ରହିଥାଏ ଏଇସବୁ। ଦଳଚକ୍ରକୁ ଘେରି ରହିଛି ବୃଦ୍ଧିଚକ୍ର। କ'ଣ? ଏଇ ଯେଉଁ ଦଳଚକ୍ରକୁ କିଏ ଘେରିକିନା ରହିଛି? ବୃଦ୍ଧିଚକ୍ର। ଦେଖନ୍ତୁ ଏଠି ଅଛି ନା, ଘେରିକି ରହିଛି। ଏଇଟା କ'ଣ ଘେରିକି ରହିଛି ଏଠି। ଓକେ, ନେକ୍ସଟ ଯିବା। ଦେଖନ୍ତୁ ଏଇଠି ମଧ୍ୟ ଅଛି, ଘେରିକି ରହିଛି ଏଠି। ଦେଖିବା, ଏଥିରେ 5ଟି ବୃଦ୍ଧି ଅଛି। ଫୁଲଟି କଡ଼ ଅବସ୍ଥାରେ ଥିଲେ ବୃଦ୍ଧିଚକ୍ର ହିଁ ବାହାରକୁ ଦେଖାଯାଏ। କ'ଣ? ତ ଫୁଲଟି ଯଦି କଡ଼ ଅବସ୍ଥାରେ ଅଛି, ଦେଖନ୍ତୁ ଏଇଠି ଦେଖନ୍ତୁ, କଡ଼ ଅବସ୍ଥାରେ ଥିଲେ ବୃଦ୍ଧିଚକ୍ର ହିଁ ବାହାରକୁ ଦେଖାଯାଏ। ଏଇ ଉପରେ କ'ଣ ବୃଦ୍ଧିଚକ୍ରଟା, ଏଇ ଯେଉଁ ଏଇଟା ଅଛି ନା, ଏଇଟା ଏମିତି ଢାପିଥାଏ, ହଁ ନା ନୁହଁ? ଢାପି ଜଷ୍ଟ ଟିକେ ଟିକେ ଦିଶୁଥାଏ କଡ଼ ସମୟରେ। ଓକେ, ନେକ୍ସଟ ଦ୍ୱିତୀୟ ଚକ୍ରଟି ହେଲା ଦଳଚକ୍ର, ଯାହା କଡ଼ ବଡ଼ ହେଲା ପରେ ଦେଖାଯାଏ। ଆଚ୍ଛା, ଆଉ କ'ଣ ନା ଦ୍ୱିତୀୟ ଚକ୍ରଟି କ'ଣ? ଦଳଚକ୍ର, ଯାହାକି କଡ଼ ବଡ଼ ହେଲା ପରେ ଦେଖାଯାଏ। ଏ ଯେଉଁ କଡ଼ ଏତେ ବଡ଼ ହେଇଯିବ ନା, ଏଠି ଦେଖାଯିବ। ଓକେ, ଫୁଲ ଫୁଟିଲେ ଅନ୍ୟ ଚକ୍ର 2ଟି ଦିଶେ। ଆଚ୍ଛା, ତ କ'ଣ ନା ଫୁଲ ଫୁଟିଲେ ଏ ଜ୍ୱର 2ଟା କ'ଣ ଦିଶେ? ଚକ୍ର ଦିଶିଥାଏ ଏଠି, ହେଲା ଏଠି। ପୁଙ୍କେଶ୍ୱର ଚକ୍ରକୁ ତୃତୀୟ ଓ ଗର୍ଭକେଶ୍ୱର ଚକ୍ରକୁ ଚତୁର୍ଥ ଚକ୍ର କୁହାଯାଏ। କ'ଣ କହିଲେ? କ'ଣ ବୁଝିଲେ ବୋଲି ଏଠି ନା, ପୁଙ୍କେଶ୍ୱର ଚକ୍ରକୁ କ'ଣ କହିବେ? ତୃତୀୟ ବୋଲି, ଚକ୍ରକୁ ତୃତୀୟ। ଓକେ, ନେକ୍ସଟ ଯିବା। ଦେଖନ୍ତୁ ଏଇଟାକୁ ତୃତୀୟ, ଏବଂ ଗର୍ଭକେଶ୍ୱର ଚକ୍ରକୁ ଚତୁର୍ଥ, ଏବଂ ଗର୍ଭକେଶ୍ୱର କେଉଁଟା? ଗର୍ଭାଶୟ ଯେଉଁଟା କହୁଛି, ତାକୁ ଚତୁର୍ଥ ବୋଲି କହିବା। ଓକେ, ନେକ୍ସଟ ଯିବା ପିଲା। କ'ଣ ଅଛି ଏଠି ନା ଫୁଲର କାର୍ଯ୍ୟ। କ'ଣ? ଫୁଲର କାର୍ଯ୍ୟ। ଦେଖନ୍ତୁ ଫୁଲର କାର୍ଯ୍ୟ ବିଷୟରେ ଦେଖିବା। ଓକେ, ଫୁଲର ପ୍ରତ୍ୟେକ ପୁଙ୍କେଶ୍ୱରରେ ଗୋଟିଏ ଦଣ୍ଡ ଓ ତା ଆଗରେ ଗୋଟିଏ ପରାଗ ପେଟିକା ଥାଏ। କ'ଣ ବୁଝିଲେ ପିଲାଟି? ନା ଫୁଲର ପ୍ରତ୍ୟେକ ପୁଙ୍କେଶ୍ୱରରେ ଗୋଟିଏ ଦଣ୍ଡ ଓ ଅଗରେ ଗୋଟିଏ ପରାଗ ପେଟିକା ଥାଏ। ଓକେ, ପରାଗ ପେଟିକାରେ ପରାଗ ପରିପୂର୍ଣ୍ଣ ହୋଇ ରହିଥାଏ। ଦେଖନ୍ତୁ ପରାଗ ଏଠି ଏଠି ଦେଖନ୍ତୁ, ଏଠି ଅଛି ମନ୍ଦାର ଫୁଲ, ଦେଖନ୍ତୁ। ଓକେ, ଏଠି କ'ଣ ନା ପରାଗ ପୂର୍ଣ୍ଣ ହୋଇ ରହିଥାଏ। ଏଇଟା ଗୋଟେ ପୁଙ୍କେଶ୍ୱର, ଏଠି ହିଁ କ'ଣ ପରାଗ ରହିଥାଏ। ଓକେ, ପରାଗ ପେଟି ପ୍ରତି ଗର୍ଭକେଶ୍ୱର
ର ଅଗ୍ରଭାଗରେ ଗର୍ଭାଶୀର୍ଷ, ମଧ୍ୟଭାଗରେ ଗର୍ଭଦଣ୍ଡ ଏବଂ ତଳ ଭାଗରେ ଗର୍ଭାଶୟ ଥାଏ। ଦେଖନ୍ତୁ ଏଠି ଅଛି, ଦେଖ ଗର୍ଭାଶୀର୍ଷ କ'ଣ ଉପରେ ଅଛି, ତାପରେ ଟିକେ ଏଇ ମିଡିଲଟାକୁ ଏଠି ଦେଖନ୍ତୁ ଗର୍ଭାଶୟ, ଶେଷରେ କ'ଣ ଦେହକୋଷଟା ଅଛି ଗର୍ଭକେଶର। ଓକେ, ନେକ୍ସଟ ପିଲେ ଆଉ କ'ଣ ଦିଆହେଇଛି ଦେଖନ୍ତୁ। ଏବେ ଦେଖିବା କ'ଣ ଦିଆହେଇଛି। ପାକଳ ପରାଗ ପରିପକ୍ୱ ଗର୍ଭଶୀର୍ଷରେ ପଡ଼ିଲେ ପରାଗ ସଙ୍ଗମ ହୁଏ। ପରାଗ ସଙ୍ଗମର କିଛି ଦିନ ପରେ ଗର୍ଭାଶୟଟି ଫଳରେ ପରିଣତ ହୁଏ। ଓକେ, ଦେଖନ୍ତୁ ଏଠି ଯଦି ପଡ଼ିଗଲା, ଏଠି ପାକଳ ପରାଗ ଓକେ ପଡ଼ିଗଲେ କ'ଣ ହେଉଛି ନା ଗର୍ଭଶୀର୍ଷରେ ପଡ଼ିଲା, ଏଇଟା ପଡ଼ିଲେ ପରାଗ ସଙ୍ଗମ ହୋଇଥାଏ। ଓକେ, ପରାଗ ସଙ୍ଗମର କିଛି ଦିନ ଗଲା ପରେ ଗର୍ଭାଶୟଟି କ'ଣ ହୁଏ ନା ଏଠି ଭିତରେ ଏ ଯେଉଁ ଗର୍ଭାଶୟରେ କ'ଣ ହୁଏ ନା ଫଳରେ ପରିଣତ ହୁଏ। ଫଳ ପରେ କ'ଣ ପିଲେ ନା ଫୁଲ ହୋଇଥାଏ। ଓକେ, କ'ଣ ଫୁଲ ପରେ ଫଳ ହୋଇଥାଏ। ଓକେ, ଫଳରେ ପରିଣତ ହୋଇଥାଏ। ସରି, ତ ଗର୍ଭାଶୟ ମଧ୍ୟରେ ଗୁଡ଼ିଏ ଗର୍ଭାଶୟ ମଧ୍ୟରେ ଗୋଟିଏ ବା ଗୁଡ଼ିଏ କ'ଣ ଡିମ୍ବକୋଷ ରହିଥାନ୍ତି। ଫଳରେ କ'ଣ ଏମାନଙ୍କ ମଧ୍ୟରେ ଏଗୁଡ଼ିକ ବୀଜରେ ପରିଣତ ହୁଅନ୍ତି। ଏ ଯେଉଁ କ'ଣ କୋଷ ରହିଥାଏ ଡିମ୍ବକୋଷ କେଉଁଠି ରହିଥାଏ ନା ଗୋଟିଏ ବା ଗୁଡ଼ିଏ ରହିଥାନ୍ତି। ଓକେ, ଏଠି ଦେଖନ୍ତୁ ଗର୍ଭାଶୟରେ ଥାଏ। ଦେଖ ଏଇଟା ଗର୍ଭାଶୟ ଦେଖୁଛନ୍ତି, ଏଠି କ'ଣ ଥାଏ ନା ଗର୍ଭାଶୟରେ ନା ଗୋଟିଏ ବା ତାଠାରୁ ଗୁଡ଼ିଏ ଦୁଇଟା ଓକେ ଏମିତି କ'ଣ ରହିଥାଏ ନା ଡିମ୍ବକୋଷ ରହିଥାଏ। ଡିମ୍ବକୋଷ କେଉଁଠି ରହିଥାଏ ନା ସେଇ ଗର୍ଭାଶୟରେ। ଓକେ, ଫଳରେ ଏମାନଙ୍କର କ'ଣ ବୀଜରେ ପରିଣତ, ଏଇ ଯେଉଁ ଡିମ୍ବକୋଷ ହିଁ ବୀଜ ମଞ୍ଜିରେ ପରିଣତ ହୋଇଥାଏ। ଓକେ, ନେକ୍ସଟ ଯିବା ବୋଲି କ'ଣ ଦିଆଯାଇଛି ଦେଖନ୍ତୁ। ଏଠି ଦିଆଯାଇଛି ନା ଟିକେ ପିଲେ ଦେଖନ୍ତୁ। ଓକେ, କଖାରୁ, କଳରା ଆଦି ଗଛରେ କେତେକ ଫୁଲରେ ଗର୍ଭକେଶର ନଥାଏ ଏବଂ ଆଉ କେତେକ ଫୁଲରେ ପୁଂକେଶର ନଥାଏ। କ'ଣ ବୁଝିଲେ ବିଲେ ଏଠି ନା କଖାରୁ, କଲରା ଆଦି ଗଛରେ କ'ଣ କେତେକ ଫୁଲରେ ଗର୍ଭକେଶର ନଥାଏ। ଯେମିତିକି କଖାରୁ, କଲରା ଏମାନଙ୍କରେ ଗର୍ଭକେଶର ନଥାଏ। ଆଉ କେତେକ ଫୁଲରେ କ'ଣ ପୁଂକେଶର ନଥାଏ। କେତେଟା ଫୁଲ ଦେଖିବାକୁ ଯେଉଁଠିକି ପୁଂକେଶର ମିଳିନଥାଏ। ଓକେ, ଦେଖିବା କ'ଣ ନାହିଁ ଦେଖିବା। ତେଣୁ ସେଗୁଡ଼ିକୁ ଯଥାକ୍ରମେ ଅଣ୍ଡିରା ଓ ମାଈ ଫୁଲ ବୋଲି କହିବା। ସେଥିପାଇଁ ତାଙ୍କମାନଙ୍କୁ କ'ଣ କହିବା ନା ଅଣ୍ଡିରା ଫୁଲ, ମାଈ ଫୁଲ ଭାବରେ ଆମେ ତାକୁ କ'ଣ କହୁଛେ ଦେଖିବା। ଅର୍ଥାତ୍ କ'ଣ ଗଛରେ ଉଭୟ ପ୍ରକାର ଫୁଲ ଫୁଟେ। ଓକେ, ଦୁଇ ପ୍ରକାର କେମିତି ମାତ୍ର ଆଉ କେତେକ ଜାତିର ଗଛରେ ମାତ୍ର ଗୋଟିଏ ପ୍ରକାର ଫୁଲ ଫୁଟେ, ସେମାନଙ୍କୁ ଅଣ୍ଡରା ଗଛ, ମାଈ ଗଛ ବି କୁହାଯାଏ। ଆଚ୍ଛା, ଆଉ କେତେକ ଜାତିର ଗଛ ଅଛି ଯେଉଁଟାକି ମାତ୍ର ଗୋଟେ ପ୍ରକାର ଫୁଲ ଫୁଟେ। ଓକେ, ସେମାନଙ୍କୁ କ'ଣ ନା ଅଣ୍ଡରା ଗଛ, ମାଈ ଗଛ ବୋଲି କହିବା। ଓକେ, ଏକ୍ଜାମ୍ପଲ୍ ଦେଖିବା। ଏକ୍ଜାମ୍ପଲ୍ କ'ଣ ଅଛି ଦେଖ, ପୋଟଳ। ଓକେ, ପୋଟଳ, ତାପରେ କାଙ୍କଡ଼, ତାଳ, ଖଜୁରୀ ଏସବୁ ଆଙ୍କର ଉଦାହରଣ। ଓକେ, ତ ନେକ୍ସଟ ଯିବା ପିଲେ। ତାପରେ କ'ଣ ଦିଆହେଇଛି ଦେଖିବା। ଫଳ ବିଷୟରେ କ'ଣ ଦିଆହେଇଛି ନା ଫଳ ବିଷୟରେ। ଏବେ ଦେଖିବା ଫୁଲ ପଢ଼ି ସାରିଲା ଆମେ। ଓକେ, ଏବେ ଦେଖିବା ଫଳ। ତ ଫଳ ବିଷୟରେ ଟିକେ ଦେଖିବା। ଦେଖନ୍ତୁ ଗର୍ଭାଶୟଟି ପରାଗ ସଙ୍ଗମ ପରେ ଫଳ ହୁଏ। କ'ଣ ପରାଗ ସଙ୍ଗମ ପରେ କ'ଣ ନା ଫଳ ହୁଏ। ପ୍ରତ୍ୟେକ ଫଳରେ ଗୋଟିଏ ଆବରଣ ଓ
ଏକ କିମ୍ବା ଏକାଧିକ ବୀଜ ବା ମଞ୍ଜି ଥାଏ। କ'ଣ ନା ଗୋଟେ ଗରୁଆ ସମୟରେ କ'ଣ ହୋଇଥାଏ? ପରାଗ ସଂଯୋଗ ହୁଏ, କ'ଣ ନୁହେଁ? ଏମିତି ଅଛି। ଓକେ, ଏଠି ପରାଗ ସଂଯୋଗ ହେଇ କ'ଣ ଏଇ ତଳେ ଆସିଥାଏ, ଏମିତି ଥିବ ନା ନାହିଁ? ଏଇଟା ଫୁଲ ଏମିତି ଦେଇଥାନ୍ତି। ଓକେ, ଏଠି କୋଉଠି ଏଠି ଆସିଥିବ। ତା ପରାଗ ସଂଯୋଗ ହେଲା ପରେ କ'ଣ ହବ ନା ଫଳରେ ଆବରଣ ଏବଂ ଏକ କିମ୍ବା ଏକାଧିକ ବୀଜ, ତାପରେ ଏଠି କ'ଣ ଏକ ବା ଏକାଧିକ କ'ଣ ମଞ୍ଜି ତିଆରି ହୋଇଥାଏ। ଓକେ, ବୀଜଟି ଫଳ ସହ ନାଭି ସୂତ୍ର ସାହାଯ୍ୟରେ ସଂଯୋଗ ହୁଏ। ଓକେ, ନାଭି ସୂତ୍ର ସାହାଯ୍ୟରେ ଏଠି ସଂଯୋଗ ହୋଇକି ରହିଥାନ୍ତି। ଓକେ, ଫଳ ଭିତରେ ବୀଜ ନିରାପଦରେ ଗଠିତ ହୁଏ, ବଡ଼େ ଓ ପାକଳ ହୁଏ। ଦେଖନ୍ତୁ ଯେଉଁ ମଞ୍ଜି କହୁଛେ ନା ନାହିଁ, ସେ ମଞ୍ଜି କ'ଣ ହୋଇଥାଏ ନା ସେ ଫଳ ଭିତରେ ପୁରା ନିରାପଦରେ ଓକେ ସେଠି ବଢ଼ିଥାଏ, ବଢ଼ିକି କ'ଣ ପାକଳ ପାଚିଥାଏ। ବୀଜ ପୁଣି ଆଉ ଥରେ ନୂତନ ଗଛ ସୃଷ୍ଟି ହେବା ପାଇଁ ସାହାଯ୍ୟ କରି ବଂଶ ବିସ୍ତାର କରେ। ଆଚ୍ଛା, ସେ ବୀଜ ଭିତରେ ରହିଲା ନା, ସେଇ ବୀଜ କ'ଣ ପୁଣି ଥରେ ସେ ନୂଆ ଗଛ ସୃଷ୍ଟି କରିବା ପାଇଁ ତାର ବଂଶ ବିସ୍ତାର କରିଥାଏ, ବଂଶ ବଢ଼େଇଥାଏ। ଓକେ, ତେଣୁ ଫୁଲ ଓ ଫଳକୁ ଉଦ୍ଭିଦର ଜନନ ଅଙ୍ଗ ବୋଲି କୁହାଯାଏ। ଦେଖନ୍ତୁ ସେଥିପାଇଁ ଆମେ ଫୁଲ ଓ ଫଳକୁ କ'ଣ କହିବା ନା ଉଦ୍ଭିଦର ଜନନ ଅଙ୍ଗ ବୋଲି କହିବା। ଓକେ, କାହିଁକିନା ଫୁଲ ଦ୍ୱାରା କ'ଣ ପରାଗ ସଂଯୋଗ ହେଉଛି। ହଁ, ଫଳ ତାପରେ କ'ଣ ଫଳ ହେଉଛି, ଫଳରେ କ'ଣ ମଞ୍ଜି ଥାଏ, ସେ ମଞ୍ଜି ଦ୍ୱାରା କ'ଣ ଗଛ ଉଠୁଛି। ଓକେ, ଏପରି ଭାବରେ ହୋଇଥାଏ। ଓକେ, ତ ସରିଗଲା ପିଲେ ଆମର ଏଇ ନବମ ଅଧ୍ୟାୟ ମଧ୍ୟ କ'ଣ ସରେଇଦେଲେ। ଓକେ, ନେକ୍ସଟ ଦେଖିବା କ'ଣ ଅଛି ଦେଖିବା। ତ ପିଲାମାନେ ଆମର ଏଇ ନବମ ଅଧ୍ୟାୟର ଉଦ୍ଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ ଆମେ ଆଜି ସାରିଦେଲେ। ତ ପିଲାମାନେ ଆମର ଏଇ ଭିଡ଼ିଓ ଆପଣଙ୍କୁ ପସନ୍ଦ ଆସିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ କରିବାକୁ ଭୁଲିବେ ନାହିଁ। କମେଣ୍ଟ ମଧ୍ୟ କରିଦେବେ। ଓକେ, ଆପଣ କମେଣ୍ଟ କରିବା ଦ୍ୱାରା ଆମକୁ ବହୁତ ଖୁସି ଲାଗିଥାଏ। ଓକେ, ତ ଚାଲନ୍ତୁ ପିଲାମାନେ ଆମେ ଆମର ଏଇ ଭିଡ଼ିଓକୁ ଏଠି ଏଣ୍ଡ କରିଦେବା। ଓକେ, ତ ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥରେ ଜୟ